fact about world, continent and countries. So actually, for physical geography, बहुत important is placement related question. Previous year UPSC କଥା କହିବି ଡାଇରେକ୍ଟ ଗୋଟେ क्वेश्चन ପକେଇଥିଲା କ'ଣ ତମ ଲାଉସ୍ କଣ୍ଟ୍ରି କେମିତି କ'ଣ ଅଛି ଦେଖେଇବି ଏବେ ହେଲା ଯେହେତୁ ମ୍ୟାପ୍ ବେସ୍ଡ क्वेश्चन ଏସବୁ ରହିବ ଫାର୍ଷ୍ଟ ତମକୁ ମୁଁ ମ୍ୟାପ୍ ସହିତ ଏକ୍ୱେଣ୍ଟ କରାଉଛି କି ଆକ୍ଚୁଆଲି କୋଉ କୋଉ ଜିନିଷକୁ କେମିତି ଭାବରେ ଆମକୁ ମ୍ୟାପ୍ରେ ପ୍ରାୟୋରିଟି କରିବାକୁ ପଡ଼ିବ କିମ୍ବା ମ୍ୟାପ୍ରେ କୋଉ ଜିନିଷ ଆମକୁ ଦେଖିବାକୁ ପଡ଼େ କିମ୍ବା କେମିତି ଦେଖିବାକୁ ପଡ଼େ ଯାହାଫଳରେ କି ତମକୁ क्वेश्चन ଆସିଲେ ବାହାରି ପାରିବ ଇନ୍ ଦ ସେନ୍ସ ସଲ୍ଭ କରିପାରିବ ମୁଁ ଡାଇରେକ୍ଟ ତମ ଗୁଗଲ ମ୍ୟାପ୍ ଆଣିବା ପାଇଁ ଚେଷ୍ଟା प्रणाम सर प्रणाम गोलू फिरदौस मैडम रेडी पूरा यस सर ଯଦି ପାରୁଛ ପାଖରେ ଯୋଉ ମ୍ୟାପ୍ ଅଛି କିମ୍ବା ଗ୍ଲୋବ୍ ଅଛି ଆଟଲାସ୍ ଅଛି ତାକୁ ଧରିକି ଏ ଆମ ପୃଥିବୀ ମୋ ସ୍କ୍ରିନ୍ ଦେଖାଉ ତ ଆପଣମାନଙ୍କୁ ମୋ ସ୍କ୍ରିନ୍ ଆପଣମାନଙ୍କୁ ଶୋ କରାଉଛି ଆଜ୍ଞା ସାର୍ କ'ଣ ଏବେ ଶୋ କରାଉଛି ତମକୁ ସ୍କ୍ରିନ୍ରେ ଏବେ ମୋ ସ୍କ୍ରିନ୍ରେ କ'ଣ ଶୋ କରାଉଛି ତମକୁ ବାବୁ सर वर्ल्ड मैप ठीक ठीक ଅଛି ଠିକ ଅଛି ଓକେ वर्ल्ड मैप ଠିକ ଅଛି ଦେଖ ଏ ତମର ପୃଥିବୀ ହେଲା ପୃଥିବୀ ଯଦି ଆମେ ଦେଖିବା ବୁଝିଲି ପାଞ୍ଚଟା ତମର କ'ଣ ଅଛି ଓସେନ୍ ଅଛି ସାତଟା କଣ୍ଟିନେଣ୍ଟ ଅଛି କୋଉ ଜାଗାରେ ଅଛି କ'ଣ ଇଣ୍ଡିଆ ଫାଷ୍ଟ ଦେଖ ଏଇଠି ଇଣ୍ଡିଆ ଠିକ ଅଛି ଆକୁ ବଢ଼େଇ ପାରିବ ଏଇଠି ଏପଟର ଗୋଟେ ଯେଉଁ କର୍ସର ବଢ଼େଇ ପାରିବ ପ୍ରାୟ ସମୟରେ ଏଇ ଜିନିଷଟାକୁ ୟୁଜ୍ କର ଗୁଗଲ ମ୍ୟାପ୍ରେ ଯେଉଁ ମୁଁ କାଢ଼ିଲି ଯେମିତି ଜାଣିପାରିଲ ତ କେମିତି ମୋବାଇଲ ଇଣ୍ଡିଆ କିମ୍ବା ୱାର୍ଲଡ ମାରିବ ମ୍ୟାପ୍ ଜାଗାରେ ମାରିବ ସେ ଅନୁସାରେ ଏ ପିକ୍ଚର ବାହାରିବ ବାହାରିଲେ ଏଇଠି ଅଛି ପ୍ଲସ୍ ଅଛି ଏଠି ମାଇନସ୍ ଅଛି ପ୍ଲସ୍ ମାରିଲେ ଏଇ ଜାଗାକୁ ବଡ଼ କରେଇବ ମାଇନସ୍ ମାରିଲେ ଏଇ ଜାଗାକୁ ଛୋଟ କରେଇବ ଜୁମ୍ ଇନ୍ ଜୁମ୍ ଆଉଟ୍ ଠିକ ଅଛି ତ ଯୋଉ ଜାଗାରେ ମାରିବି ସେଇ ଜାଗାଟା ଆକ୍ଚୁଆଲି ଦେଖେଇଦେବ କ'ଣ ମୋତେ ଏଇଟା ମାରିଲି ମୋତେ ଦେଖେଇଦେଲା କ'ଣ ଲେଖିଲା ଆରବିଆନ୍ ସି ଲାଟିଚ୍ୟୁଡ୍ ଲଙ୍ଗିଚ୍ୟୁଡ୍ ଦେଖୁଛି ଅଲଗା କଥା ତ ଏଇଟା ଆରବିଆନ୍ ସି ବୋଲି ମୁଁ ଏପଟୁ ମାରିବି ଏଇଟା ଖାଲି ପଳେଇଗଲା ଏଇଟା କେନ୍ ମାରିଲି ଦେଖଲା ବେ ଅଫ୍ ବେଙ୍ଗଲ ବୁଝିପାରିଲ କଥା ଯୋଉ ଜାଗାରେ ମୁଁ ଆକ୍ଚୁଆଲି କ୍ଲିକ୍ କରିବି ସେଇ ଜାଗା ମୋତେ ଶୋ କରିଦେଉଛି ଜାଗାର ନାଁ କ'ଣ ତା ପ୍ଲେସମେଣ୍ଟ କୋଉଠି ଅଛି ହେଲା କଥା ଏଇଟା କ'ଣ ହେଲା ଭାରତ ମ୍ୟାପ୍ ଏଇଟା ଯେଉଁ ଦେଖିପାରୁଛୁ ଭାରତ ମ୍ୟାପ୍ ଡିସ୍ପୁଟେଡ୍ ରିଜନକୁ ଆକ୍ଚୁଆଲି ଦେଖାହେଇଛି ନର୍ମାଲ ଦେଖାହେଇଛି ତ ପାକିସ୍ତାନ ଅକୁପାଏଡ୍ କାଶ୍ମୀର ଏଇଠି ଅଛି ତାହେଲେ ଆମେ ଯେତେବେଳେ ପରୀକ୍ଷାରେ ମଧ୍ୟ ମ୍ୟାପ୍ କାଟିବା ଏମିତି ମ୍ୟାପ୍ କାଟିବା ପାକିସ୍ତାନ ଅକୁପାଏଡ୍ କାଶ୍ମୀରକୁ ଆମେ ତାଙ୍କ ପଟକୁ ରଖିବା ନାହିଁ ଯେଉଁଟାକି ଆଜାଦ କାଶ୍ମୀର ବୋଲି କୁହାହେଉଛି ଆମେ ଭାରତ ପଟକୁ ରଖିବା ସେ କଣ୍ଟ୍ରୋଭର୍ସିକି ଆମେ ବସିବାନି ଚलो ଏଇଠି ଆମେ ଏମିତି ମ୍ୟାପ୍ କରିବା ପରୀକ୍ଷାରେ ପଡ଼ିଲେ ଠିକ୍ ଅଛି ପରୀକ୍ଷା ଏକଦମ ରିଲେଟେଡ୍ କିଛି ପଡ଼େ ସେଇ ରିଲେଟେଡ୍ ନ୍ୟୁଜ୍ ତାହେଲେ ଆମେ ମ୍ୟାପ୍କୁ କୋଉଠି ନା କୋଉଠି ଆମେ ପାକିସ୍ତାନ ଅକୁପାଏଡ୍ କାଶ୍ମୀର ଅକ୍ସାଇ ଚୀନ ଏଇ ଜାଗାକୁ ଆମେ ଚାଇନାକୁ ଏଇ ଜାଗାକୁ ପାକିସ୍ତାନକୁ ଆମେ କାଟିପାରିବା କାରଣ ଆମ ବର୍ତ୍ତମାନ ଇଏ କଣ୍ଟ୍ରୋଲରେ ନାହିଁ ବୋଲି ଜାଣିଛେ ସବୁ ଏ ଭାରତ କଥା କୁହାହେଉଛି ହେଲା ତ ଭାରତକୁ ଯଦି ବଡ଼ କରିବି କୋଉଠି ନା କୋଉଠି ଆମକୁ ଏଇଠି ଓଡ଼ିଶା ଆସିଗଲା ତାକୁ ଆହୁରି ଯଦି ବଡ଼ କରିବି ଓଡ଼ିଶାର ବିଭିନ୍ନ ପ୍ରକାର ତମର ନା କୋଉଠି ଡିଷ୍ଟ୍ରିକ୍ଟ ବଗେରା ଅଛି କଟକ ହେଇଗଲା ଭୁବନେଶ୍ୱର ହେଇଗଲା କେଉଁଝର ଅନୁଗୁଳ ସମ୍ବଲପୁର ରାଉରକେଲା ତମର ପୁରୀ ହେଲା ବ୍ରହ୍ମପୁର ରାୟଗଡ଼ା ଜୟପୁର ତାପରେ ଏଠି ଆନ୍ଧ୍ରପ୍ରଦେଶ ଷ୍ଟାର୍ଟ ହେଇଯାଇଛି ବିଶାଖାପଟ୍ଟନମ କଥା କହୁଛି କିମ୍ବା ଶ୍ରୀକାକୁଲମ ବାକି ବିଜୟନଗରମ ଏପଟରେ ଯଦି ଆମେ ଓଡ଼ିଶାର ବର୍ଡର କଥା କହିବା ଇନ୍ ଦ ସେନ୍ସ ଓଡ଼ିଶା ପାଖାପାଖି କୋଉ ଆମକୁ ରାଜ୍ୟ ଲାଗିଛି ଠିକ୍ ଅଛି ଧ୍ୟାନ ସେ ସବୁ କଥା ଗୁଡ଼ାକ ମ୍ୟାପ୍ରେ ଦେଖିବ ଏଠି ଉପରେ କ'ଣ ଲାଗିଛି ଦ ସେନ୍ସ ନର୍ଥ କଥା କହିବା ୱେଷ୍ଟବେଙ୍ଗଲ ଲାଗିଛି ୱେଷ୍ଟବେଙ୍ଗଲ ଲାଗିଛି ପ୍ଲସ୍ ଝାଡ଼ଖଣ୍ଡ ଲାଗିଛି ବେଙ୍ଗଲ ଝାଡ଼ଖଣ୍ଡ
ବିହାର ର border ଏଠି ଲାଗି ନାହିଁ ଲାଗି ପଲିଟିକାଲ ମ୍ୟାପ ରେ ତମେ ଏଟାକୁ ନର୍ମାଲ କ୍ଲିୟର କଟ୍ ଯୋଉ ବାଉଣ୍ଡେରୀଟା ସେଟା ତମକୁ କ୍ଲିୟର କଟ୍ ଦେଖାଅ ମୁଁ ଏଟା ନର୍ମାଲ ମ୍ୟାପ ଖୋଲିଛି ବୋଲି ଦେଖାଉନି ତମର ପଲିଟିକାଲ ମ୍ୟାପ ଖୋଲିବ ସେ ପଲିଟିକାଲ ମ୍ୟାପ ରେ କୋଉଠି ନା କୋଉଠି ତମକୁ କ୍ଲିୟର ବାଉଣ୍ଡେରୀଟା ଡିମାର୍କେସନ ମିଳିଯିବ ଓକେ ତ ଏଠି ଅଛି ୱେଷ୍ଟ ବେଙ୍ଗଲ ଏଠି ଅଛି ଝାଡଖଣ୍ଡ ଏଠି ଛତିଶଗଡ଼ ଏଠି ଅଛି ଆନ୍ଧ୍ରପ୍ରଦେଶ ବିହାର ଆଉ ତେଲେଙ୍ଗାନା ଓଡ଼ିଶାକୁ ଲାଗି ନାହିଁ ଏପଟରେ କ'ଣ ରହିଲା ଆମେ କହିପାରିବା ବେ ଅଫ୍ ବେଙ୍ଗଲ କିମ୍ବା କମ୍ପ୍ଲିଟ ଟାକୁ ଯଦି କଥା କହିବା ଆମେ ଇଣ୍ଡିଆନ୍ ଓସେନ କଥା କାରଣ ଇଣ୍ଡିଆନ୍ ଓସେନର ପାର୍ଟ ହେଲା ବେ ଅଫ୍ ବେଙ୍ଗଲ ଆଉ ଆରବିଆନ୍ ସି ସେଟାକୁ ଇଣ୍ଡିଆନ୍ ଓସେନ ହାଫ୍ ଓସେନ କୁହାଯାଉଛି ମଧ୍ୟ କ'ଣ ପାଇଁ ହାଫ୍ ଓସେନ କୁହାହେଲା ଗୋଟେ ଅଧା ବାଉଲ ଭଳିଆ ଦେଖାଉନି ସେଇଟାକୁ ବୁଲିବାକୁ ବୁଲିଆ କରିବା ହେମିସ୍ପିୟର ଏଇଟା ହେମିସ୍ପିୟର କେବଳ ବାଟ ଅଛି କୋଉ ଆଡ଼ିକି ସାଉଥ ଆଡ଼ିକି ବାଟ ଅଛି ନର୍ଥ ଆଡ଼ିକି ସବୁ ଲ୍ୟାଣ୍ଡ ଅଛି କିମ୍ବା କଣ୍ଟିନେଣ୍ଟ ଅଛି ଆପଣ କହିଲେ ଓସିଆନ ସହିତ କ'ଣ ବେ ଅଫ ବେଙ୍ଗଲ ଆଉ ଏଇଟା ଆରବିଆନ ଟୋଟାଲଟା ଇଣ୍ଡିଆନ୍ ଓସେନ କୁହାହଉଛି ତାରି ପାର୍ଟ ଅଛି ଆରବିଆନ୍ ସି ଆଉ ବେ ଅଫ୍ ବେଙ୍ଗଲ ତ କଥା ଉଠୁଛି କ'ଣ ଏଇଟା ହାଫ୍ ଓସେନ ମଧ୍ୟ କୁହାହଉଛି ପରୀକ୍ଷାରେ ମଧ୍ୟ ହେଇସାରିଛି କାରଣ ଏଇଟା ହାଫ୍ ତମେ ଯଦି ଗୋଟେ ଓଭରାଲି ଦେଖିବ ଏଇ ଯେ ଇଣ୍ଡିଆର ପେନିନସୁଲାର ପାର୍ଟଟାକୁ କାଟିଦେବ ଅଧା ଅଧା ବାଉଲ ଭଳିଆ ଦେଖାହବ ପାତ୍ର ଭଳିଆ ଦେଖାହଉଛି ଦ୍ୟାଟ୍ ଇଜ ଦ ରିଜନ ଏଟା ହାଫ୍ ଓସେନ ଯାହାଦ୍ୱାରା ବାଟ କୋଉ ପଟକୁ ସାଉଥ ପଟକୁ ନର୍ଥ ପଟକୁ ନାହିଁ ବାକି ଓଡ଼ିଶା ପଢିଲା ବେଳେ ଆମେ ଓଡ଼ିଶା ରିଲେଟେଡ୍ କଥା ଯେତେବେଳେ ଓଡ଼ିଶା ଜିଓଗ୍ରାଫି ପଢିବା ଓଡ଼ିଶା ଜିଓଗ୍ରାଫିର ବାକି ଡିଟେଲ୍ସ କଥା ଦେଖିବା କି କେତେ ଡିଗ୍ରୀ ଲାଟିଚ୍ୟୁଡ୍ ଲଙ୍ଗିଚ୍ୟୁଡ୍ ବାକି କ'ଣ ସମୁଦ୍ର ଅଛି ନଦୀ ଅଛି ବଗେରା ବଗେରା ସେଇଟା ଦେଖିବା ଏଇଟା ଗୋଟେ ଆଭାରେଜ ତମକୁ ମ୍ୟାପ୍ ସହିତ ଆଡଜଷ୍ଟ କରଉଛି କାହା ସହିତ ମ୍ୟାପ୍ ସହିତ ଠିକ ଅଛି ଭେରି ଗୁଡ୍ ଯଦି ଆମେ ଯଦି ଆମେ ଏଠି ଦେଖିବା କ'ଣ ନା ଇଣ୍ଡିଆର ମ୍ୟାପ୍ ଦେଖିବା ଦେଖିଲେ ଇଣ୍ଡିଆ ମ୍ୟାପ୍ ଦେଖିବା ଇଣ୍ଡିଆ ମ୍ୟାପ୍ ଏଠି ଏପଟେ କ'ଣ ଅଛି ଶ୍ରୀଲଙ୍କା ଅଛି ପାଲ୍କ ଷ୍ଟ୍ରେଟ୍ ଏଇଟା ପାଲ୍କ ଷ୍ଟ୍ରେଟ୍ ନରେନ୍ଦ୍ର ମୋଦି ଏବେ ଯାଇଥିଲେ ସବୁ ଜିନିଷ ବ୍ରିଜଟା ଆମର ନୂଆ କରିକି ତିଆରି ହେଲା ଟେକ୍ନୋଲୋଜି ହେଇଛି ନ୍ୟୁଜ୍ ପେପର ବାକି ନ୍ୟୁଜ୍ ପେପରରେ ସବୁ ଆସିଛି ଏବେ କ୍ୱେଶ୍ଚେନ୍ ଏଥର ପମ୍ବନ ବ୍ରିଜ ରିଲେଟେଡ୍ ପଡ଼ିପାରେ ପରୀକ୍ଷା ସେନ୍ସ କିମ୍ବା ପ୍ରିଲିମ୍ସ ଯାହା ବି ହଉ ତାକୁ ବି ଧ୍ୟାନ ଦେବ କୋଉଠି ଅଛି ପାଲ୍ ଷ୍ଟ୍ରେଟ୍ରେ ଅଛି ପାଲ୍ ଷ୍ଟ୍ରେଟ୍ ରାମେଶ୍ୱରମ ପାଖରୁ ଯେଉଁ ଆମର ତାମିଲନାଡୁ ଯୋଉଟା କନେକ୍ସନ ହେଇଛି ସେଇଠି ପମ୍ବନ ବ୍ରିଜ ଅଛି ତାକୁ ଶ୍ରୀଲଙ୍କା ସହିତ ଭାରତରେ ପାଲ୍କ ଷ୍ଟ୍ରେଟ୍ ଅଛି ବ୍ରିଜ ପାଇଁ ପ୍ଲାନିଂ କରାଯାଉଛି ବଟ୍ ଶ୍ରୀଲଙ୍କାରୁ ଡାଇରେକ୍ଟ ଇଣ୍ଡିଆ ଏଠି ମଧ୍ୟ କୋରାଲ ବହୁତ ସାରା ହେଇଛି କୋରାଲ ପାଇଁ ମଧ୍ୟ ଇଏ ଏଠି ଲକ୍ଷାଦ୍ୱୀପ ସି କଥା କୁହାହଉଛି ଏଠି ଆଣ୍ଡାମାନ ନିକୋବର ଅଛି ଭାରତର ପାର୍ଟ ଆଣ୍ଡାମାନ ନିକୋବର ଅଛି ଏଠି ଲକ୍ଷାଦ୍ୱୀପ ଅଛି ଭାରତର ବଡ଼ କଲେ ଆମେ ମଧ୍ୟ ହଉନି ଲକ୍ଷାଦ୍ୱୀପ ବାଟି ତାର ଯେଉଁ କ୍ୟାପିଟାଲ ଅଛି ପାଖାପାଖି ଛୋଟ ଛୋଟ ଆମର ଆଇଲାଣ୍ଡ ଗୁଡ଼ା ଠିକ ଅଛି ଏପଟେ ଅଛି କ'ଣ ତମର ଆଣ୍ଡାମାନ ନିକୋବର ଆଣ୍ଡାମାନ ନିକୋବର ବଡ଼ ଅଛି ତାର ଆଣ୍ଡାମାନ ନିକୋବର ଆଣ୍ଡାମାନ ନିକୋବର ଷ୍ଟ୍ରାଟେଜିକାଲି ବହୁତ ବଡ଼ ଆଣ୍ଡାମାନ ନିକୋବର ଭାରତ ପାଇଁ ଷ୍ଟ୍ରାଟେଜିକାଲି ଆମେ ଯେତେବେଳେ ଇଣ୍ଟରନ୍ୟାସନାଲ ସି କ୍ଲଜ୍ କଥା ପଢ଼ିବା କିମ୍ବା ସମୁଦ୍ର ଉପରେ କାହାର ହକ୍ ରହିବ ସେ କଥା ଯଦି ପଢ଼ିବା ସେତେବେଳେ ଆକ୍ଚୁଆଲି ଜଣାପଡ଼ିବ ଆକ୍ଚୁଆଲି ଏଇ ମଝିର ପାଣି ମଝିର ଟିକେ ସ୍ଥଳଭାଗ ରହିଲା ଆଉ ଭାରତର ସେଟା ପାର୍ଟ ହେଲା ତା ପାଇଁ ଆମେ କେତେ ବଡ଼ ଇମ୍ପୋର୍ଟାଣ୍ଟ କଥା ପାଇପାରିବା କିମ୍ବା କେତେ ବଡ଼ ଜାଗା ଆମ ହାତକୁ ପଳେଇ ଆସିଲା ହେଇଗଲା ପାର୍ଟ ଭାରତର ଆମେ ଅଲଗା ଅଲଗା ଦେଶ ସହିତ ବର୍ଡର ଦେଖିବା ବାଉଣ୍ଡରୀ ଦେଖିବା ଇଣ୍ଟରନ୍ୟାସନାଲ ବାଉଣ୍ଡରୀ କଥା ଏଠି ଦେଖିପାରୁଥିବ ଏଇଟା ତ ଭାରତ ହେଇଗଲା
ଛୋଟିଆଟା ତୁମେ ଦେଖାଉଛି ବାଂଲାଦେଶ ହେଇଗଲା। ବାକି ବାଂଲାଦେଶ ଉପରେ କରେଣ୍ଟ ଆଫେୟାର ଆରଥର ପକେଇଥିଲା, ମୁଁ ଅଲରେଡ଼ି କହିଥିଲି। ଭାରତକୁ ଭାରତକୁ ଆମେ କହିପାରିବା ଆମର ଯେଉଁ ଭୁଟାନ ସରି ଏଇଟା କ'ଣ ବାଂଲାଦେଶକୁ ବାଂଲାଦେଶ ଏଇଟା ବାଂଲାଦେଶକୁ ଆକ୍ଚୁଆଲି ବୋର୍ଡର କାହାର କାହାର ଲାଗିଛି ଦେଖିବା ମ୍ୟାପ୍ରୁ ବାଂଲାଦେଶକୁ କୋଉ କୋଉ ଦେଶର ବୋର୍ଡର ଲାଗିଛି କିଏ କହିପାରିବ? ବାଂଲାଦେଶକୁ କୋଉ ଦେଶର ବୋର୍ଡର ଲାଗିଛି କେବଳ? ଦେଖି ତ କୁହ। सर इंडिया म्यांमार और भूटान नेपाल नेपाल भी लगे ନେପାଳ ଲାଗିଛି, ଭେରି ଗୁଡ୍। ଆଉ କ'ଣ ଆଉ କିଏ କହିବ କୁହ? सर म्यांमार ହଁ इंडिया म्यांमार ହଁ ବାବୁ କୁହ। सर वेस्ट बंगाल मेघालय आसाम ୱେଷ୍ଟ ବେଙ୍ଗଲ ମେଘାଳୟ ମୁଁ କହିଲି सर ଇଣ୍ଟରନ୍ୟାସନାଲ। सेडा सब स्टेट रे ହଁ जाउची ना ହଁ ହଁ ମୁଁ ଇଣ୍ଟରନ୍ୟାସନାଲ अच्छा अच्छा ବୋର୍ଡର କଥା କହି ଚलो ଚलो। केवल इंडिया म्यांमार ହଁ କିଏ କହିଲ ବାବୁ ଏଇଟା କିଏ କହିଲା? इंडिया सर ଜୟରଥ ଜୟରଥ ଫର୍ମର ଅଛି ହେଲା। ଇଣ୍ଡିଆ म्यांमार ମାରିଛି ହେଲା, ଭୁଟାନ ଲାଗିନି ବାବୁ, ତୁମ ଦେଖା ହଉଛି ଏଠି ମ୍ୟାପରେ ଅଛି ଆକ୍ଚୁଆଲି ଏଠି ଜାଗା ଅଛି ହେଲା। ଭୁଟାନ ଲାଗିନି, ନେପାଳ ଲାଗିନି, ଇଣ୍ଡିଆ म्यांमार ଲାଗିଛି। ମୁଁ ଆକୁ ମ୍ୟାପକୁ ବଢଉଛି, ତମେ ଦେଖିଲେ ତ ଭୁଟାନ ଯାଇ କୋଉଠି ରହିଲାଣି। ବାଂଲାଦେଶ ବୋର୍ଡର କୋଉଠି, ଭୁଟାନ କୋଉଠି, ନେପାଳ କୋଉଠି ଦେଖିଲେ ତ। ଚିକେନ ନେକ୍ କୁହାଉଛି ଏଟା, ଚିକେନ ନେକ୍ ସିଲିଗୁଡି 20 ଯାଇଥିବେ ଆପଣ ବୋଧେ କହିଲେ ଗ୍ୟାଙ୍ଗଟକ୍ ସିକିମ ପଟେ ଆପଣଙ୍କର ଏଇଟା ଯେଉଁ ଆପା ହେଉଛି ବା ଜଲପାଇଗୁଡ଼ି ପ୍ଲସ୍ ଆମର ସେ ୱେଷ୍ଟବେଙ୍ଗଲ ଉପରକୁ ଦାର୍ଜିଲିଂ ଯାଇଥିବି, ଚିକେନ ନେକ୍ ପଟେ ଯାଇଥିବି। ଏଇଠି ଏଠି ଲାଗିନି କରୁଥିବେ, ଏଇଟା ଚିକେନ ନେକ୍, ସେଥିପାଇଁ ଏଠି ବହୁତ କମ ରେଷ୍ଟ୍ରିକ୍ଟେଡ୍ ଜାଗା ଅଛି, ବହୁତ ସମୟରେ ଏଇଟା ଆକ୍ଚୁଆଲି ବ୍ଲକ୍ ହେଇଯାଏ। ନର୍ଥ ଇଷ୍ଟ ଇଣ୍ଡିଆ ସହିତ ଆମର କେବଳ ଚିକେନ ନେକ୍ ସହିତ, ଚିକେନ ନେକ୍ ମାନେ କୁକୁଡ଼ା ବେକ, କୁକୁଡ଼ାଟା ପୁରା କୁକୁଡ଼ା, ଏଇଟା କୁକୁଡ଼ାର ମୁହଁ, ଏଇଟା କୁକୁଡ଼ାର ବେକ, ଚିକେନ ନେକ୍ ତାମାନେ ଜାଗାଟାର ଲାଗିଛି। ସେଇ ଜାଗା ବ୍ଲକେଜ୍ ହେଇଗଲା, ପୁରା ଆମେ ନର୍ଥ ଇଣ୍ଡିଆ ସହିତ ବ୍ଲକେଜ୍ ହେଇଯିବ। ହାଲାକି ଭାରତ ଏପଟେ ସିତୁଏପୁଟ ବଗେରା ବଗେରା କରିବା ପାଇଁ ଚେଷ୍ଟା କରୁଛି, ବାଂଲାଦେଶ ଚିତ୍ତଗଙ୍ଗ କିମ୍ବା ସିତୁଏପୁଟ ତା ସହିତ ଅଛି କନେକ୍ସନ, କରେଣ୍ଟ ଆଫେୟାର ପଢ଼ିବା। ବଟ୍ ଏଇଠି ଟିକେ ଲାଗି ତମର ଦେଖ म्यांमार, ଏଇଟା म्यांमार ୟା ଫିର ବର୍ମା କୁହାହଉଛି। ସୁଭାଷ ବୋଷଙ୍କ ଆର୍ମି ଆସି ପହଞ୍ଚି ଯାଇଥିଲେ ବର୍ମା ପର୍ଯ୍ୟନ୍ତ, ସେ ବର୍ମାକୁ म्यांमार ବୋଲି କୁହାହଉଛି। म्यांमाରରେ ବଡ଼ କଣ୍ଟ୍ରୋଭର୍ସିଆଲ କଥା ଅଛି ଏବେ। କଣ୍ଟ୍ରୋଭର୍ସିଆଲ କଥା ମାନେ କୋଉ କଥା କୁହାହଉଛି, ରାଜକଥା ଚାଲିଛି, ତା ରିଲେଟେଡ୍ କଥା ମଧ୍ୟ ପରୀକ୍ଷାର କ୍ୱେଶ୍ଚନ୍ ଆସିପାରେ ମେନ୍ସ ପଏଣ୍ଟ ଅଫ୍ ଭ୍ୟୁରେ, ମେନ୍ସ ପଏଣ୍ଟ। କାରଣ ଭାରତର ବୋର୍ଡର ଯେଉଁ ଦେଶ ସହିତ ଷ୍ଟାବିଲିଟି ଚାଲିଛି ଇଣ୍ଟରନ୍ୟାସନାଲ ରିଲେସନରେ, କୋର୍ସ ବହୁତ ସାରା କ୍ୱେଶ୍ଚନ୍ ପରୀକ୍ଷାରେ ମେନ୍ସରେ ଆସୁଛି, ଠିକ୍ ଅଛି। ଏଇଠି ଦେଖିପାରୁଥିବେ ଏଇ ବୋର୍ଡରଟା ଟିକେ ଲାଗିଛି ଏଠି କୋଉଠି କି म्यांमारକୁ ଏଇଠି ଲାଗିଛି, ବାକି ସବୁ ଇଣ୍ଡିଆ ସହିତ ଲାଗିଛି, ସବୁ ପଟରୁ ଇଣ୍ଡିଆ ଲାଗିଛି। ଏଇଟା ତ ଇଣ୍ଡିଆନ୍ ଓସେନ୍ କିମ୍ବା ଆମେ କହିପାରିବା ବେ ଅଫ୍ ବେଙ୍ଗଲ। ତେଣୁ ବାଂଲାଦେଶ ଆମକୁ ଯେତେ ଚେଷ୍ଟା କଲେ ମଧ୍ୟ କି ଭାଇ ସାହେବ ଭାରତ ସହିତ ଆମେ ରିଲେସନ୍ ରଖିବୁନି, ଯାଇକି ଏଠି ଚାଇନା ସହିତ ରିଲେସନ୍, ଚାଇନା ତମକୁ ଆସିକି କ'ଣ କରିବ ନା ଫ୍ଲାଇଟ୍ରେ ଆକ୍ଚୁଆଲି ଜିନିଷପତ୍ର ଦେବ। ବଟ୍ ଏବେ ରିସେଣ୍ଟଲି ସେଭଳିଆ ଜିନିଷ ହେଇଛି, ରିସେଣ୍ଟଲି ସେଭଳିଆ କିଛି କଥା ହେଇଛି। ତାଙ୍କ ଯେଉଁ ମହମ୍ମଦ ୟୁନିସ୍ ଆମଚଳା ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଅଛନ୍ତି, ଯାଇକି ଚାଇନାର ସେଭଳିଆ କିଛି ମନ୍ତବ୍ୟ ରଖିଛନ୍ତି। ମନ୍ତବ୍ୟ ରଖିଲେ ଭାରତ ମଧ୍ୟ ଏ ରିଲେଟେଡ୍ କଥାରେ ତାଙ୍କୁ ଜବାବ ଦେଇଛି କି ଭାଇ ସାହେବ ଆମେ ମଧ୍ୟ ବାଂଲାଦେଶ ଷ୍ଟ୍ରଙ୍ଗ ହେଇପାରିବୁ। ତାପରେ ରିସେଣ୍ଟଲି ଆଇ ଥିଙ୍କ କାଲି କି ପହରଦିନ ବାଂଲାଦେଶ କୋର୍ଟ ଆକ୍ଚୁଆଲି ଆରେଷ୍ଟ ୱାରେଣ୍ଟ ଜାରି କରିଛି କାହା ଏଗେନଷ୍ଟରେ, ଶେଖ ହସିନା ଏଗେନଷ୍ଟରେ, ଯିଏକି ଏକ୍ସାଇଲ୍ରେ ଅଛନ୍ତି, ଭାରତରେ ବର୍ତ୍ତମାନ ଶରଣ ଅଛନ୍ତି। ଯେମିତି ଦଲାଇ ଲାମା କଥା କୁହାହଉଛି, କ'ଣ ନା ଶେଖ ହସିନା ଏଗେନଷ୍ଟରେ ମାନେ ଆରେଷ୍ଟ ୱାରେଣ୍ଟ ବାହାର କରାଯାଇଛି। ଆଇ ଥିଙ୍କ କାଲି ବୋଧେ ପହରଦିନ ସେ ରିଲେଟେଡ୍ ହଉ, ତ ସେ ରିଲେଟେଡ୍ ନ୍ୟୁଜ୍ ପରୀକ୍ଷାରେ ମଧ୍ୟ ଆସିପାରେ, ତ ୟାକୁ ମଧ୍ୟ ସଜାଗରେ ଥିବ। ଭାରତର ବୋର୍ଡର ପାଖାପାଖି କୋଉଠି କ'ଣ ହେଲା କ'ଣ ନାହିଁ ୟା ପରେ କ୍ୱେଶ୍ଚନ୍ ଆସୁଛି। ବାକି ବାଂଲାଦେଶ ତ ଆସିଲା, म्यांमार ଆସିଲା, ଏପଟେ ସବୁ ନର୍ଥ ଇଷ୍ଟ ଇଣ୍ଡିଆ ନା, ନାଗାଲାଣ୍ଡ କଥା କୁହାହଉଛି, ଏଠି ମଣିପୁର, ଭାରତର ସବୁ ରାଜ୍ୟ ଗୁଡ଼ା ଜାଣିଛ ତ, ଦେଖିଦେବି ଦେଖ ଆମର ନର୍ଥ ଇଷ୍ଟ ଇଣ୍ଡିଆ, ନର୍ଥ ଇଷ୍ଟକୁ 7 ସିଷ୍ଟର 1 ବ୍ରଦର ବୋଲି କୁହାହଉଛି। 7 ସିଷ୍ଟର ମାନେ 7 ଭଉଣୀ,
ସାତ ଭଉଣୀ କୁହାହେଉଛି। ଏପଟେ ଯେଉଁ ଅଛି ସେ ଭାଇ କୁହାହେଉଛି କି ସିକିମ୍ ଟିକେ ଦୂରେଇକି ଅଛି ତାଙ୍କ ସିକିମ୍। ଡୋକଲାମ ଇସ୍ୟୁ କଥା ଶୁଣିଥିବ, ଚାଇନା ଏଇ ଜାଗାରେ ଡୋକଲାମ ଥିଲା ତାର ଇସ୍ୟୁ କଥା ହେଲା। ନେପାଳ ଭାରତରେ ମଧ୍ୟ କିଛି ମଧ୍ୟ ଅଛି ଯୋଉଟାକି ଏଇ ଜାଗାର କଥା କୁହା ଲିପୁ ଲେଖା, ଲିପ୍ୟାଧୁରା, ଏଇସବୁ ଛୋଟ ଛୋଟ ଜାଗା ଅଛି ଯାହାକି ନେପାଳ ଆଉ ଭାରତ ମଧ୍ୟ ଜାଗା ଡିସ୍ପୁଟେଡ୍ କିଛି ଅଛି। ଡୋକଲାମ ଇସ୍ୟୁ ଯେଉଁ ଭାରତ ଆଉ ଭୁଟାନ ମଧ୍ୟରେ ଏଇ ଯେଉଁ ମଝି ଜାଗାଟା ସେଟା ଡୋକଲାମ, ଚାଇନା ସେଠି ଆଟାକ୍ କରିଥିଲା ସେ କଥା। ହଁ ତ ଇଏ ହେଲା କ'ଣ, ମିଜୋରାମ ହେଇଗଲା ପ୍ରଥମ ମ୍ୟାପ୍ରେ। ଇଏ ମିଜୋରାମ, ବାକି ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ସିକିମ୍। ଠିକ୍ ଅଛି, ये सेवन सिस्टर वन ब्रदर। ମେଘାଳୟ କଥା ଯେଉଁ ଶୁଣିଛ ଯେଉଁ ହେଲା, ଗାରୋ ଖାସି ଜୟନ୍ତିଆ ଜବରଦସ୍ତ ବର୍ଷା ଏ ରିଜିଅନ୍। କାରଣ ଏଇଟା ଆକ୍ଚୁଆଲି ହିମାଳୟ ଅଛି, ହିମାଳୟର ଆକ୍ଚୁଆଲି ଯେଉଁ ୱାର୍ଡ ସାଇଡ୍ଟା ସରି ଆମର ୱିଣ୍ଡ ୱାର୍ଡ ସାଇଡ୍ ବୃଷ୍ଟିପାତ ଅଞ୍ଚଳ, ସେଥିପାଇଁ ଏଠି ଜବରଦସ୍ତ ବର୍ଷା ହେଉଛି। ବଟ୍ ବର୍ଷା ହେଲେ ବି ଗଡ଼ାଣିଆ ଟାଇପ୍ର ଟିକେ ଅଛି, ଇଏ ସବୁ ବାଂଲାଦେଶ ହେଇକି ଆକ୍ଚୁଆଲି ତଳକୁ ପଳେଇ ଆସୁଛି। ବଟ୍ ପାଣି ମଧ୍ୟ ବେଳେବେଳେ ଏଠି ସର୍ଟ ହେଉଛି ଏତେ ବର୍ଷା ହେଲେ। ଗୋଟେ ନିଅ ଏରିଆ ମନେ ରଖ, ଏଇଟା ଭାରତ ମ୍ୟାପ୍, ଏରିଆ ମନେ ରଖ। ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ ଲାଗିଛି ସବୁ, म्यांमारକୁ ଲାଗିଛି, ଦେଖିପାରୁଛ ତ ବୋର୍ଡରକୁ ଲାଗିଛି। ରୋହିଙ୍ଗ୍ୟା ମୁସଲିମ କଥା ଶୁଣିଥିବ, ରୋହିଙ୍ଗ୍ୟା ମୁସଲିମ ଜିନିଷ ମଧ୍ୟ। ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଏସବୁ ଇଏ ରିଲେଟେଡ୍ ନ୍ୟୁଜ୍ ଅଛି ତମର କାହିଁକି କହିଲ, ଆମର କ'ଣ କହିଲ, ସିଟିଜେନସିପ୍ ଆମେଣ୍ଡମେଣ୍ଟ ବିଲ୍ ବା ଆକ୍ଟ, ତା ରିଲେଟେଡ୍ କଥା ଏଗୁଡ଼ା ନ୍ୟୁଜ୍ରେ ଅଛି। ତା ଉପରେ ମଧ୍ୟ ମେନ୍ସ ପାଇଁ ଆନ୍ସର୍ ରାଇଟିଂ ଲେଖିବ, କଥା ସବୁ ମଧ୍ୟ ସେଠି ପଳେଇ ଆସିବ। ସିକିମ୍ ତ ଏଇଠି ଅଛି, ସିକିମ୍କୁ ଆକ୍ଚୁଆଲି ଏଠି ଭୁଟାନ, ଏଠି ନେପାଳ, ଆମର ଚାଇନା। ସିକିମ୍ଟା ଛୋଟିଆ ରାଜ୍ୟଟେ ଭାରତର, ତାକୁ 3ଟା ଦେଶ ଘେରେଇକି ଅଛନ୍ତି, ବୁଝିପାରୁଛ ତ ମାନେ କଥା କେତେ ସେନ୍ସିଟିଭ୍। ସିକିମ୍ ବହୁତ ଲେଟ୍ରେ ଆସିଲା ଭାରତକୁ, ପାର୍ଟ ଆମର ନଥିଲା, ଇଣ୍ଡିପେଣ୍ଡେଣ୍ଟ ଥିଲା। ଇଣ୍ଡିପେଣ୍ଡେଣ୍ଟ ଥିଲା, ବହୁତ ଲେଟ୍ରେ ଆକ୍ଚୁଆଲି ସିକିମ୍ ଆମ ହାତକୁ ଅଛି। ବଫର ଷ୍ଟେଟ୍ ହିସାବରେ ଆମେ ରଖିଲେ ଫାଷ୍ଟରୁ, ବଟ୍ ଏବେ ତ ସିକିମ୍ ଫୁଲଫିଲ୍ ଏଜ୍ ଇଣ୍ଡିଆ, ସିକିମ୍ ପାଇଁ ଭାରତ କିଛି ବି କରିପାରେ। ଏଠି ତମର କ'ଣ ରହିଲା, ନେପାଳ ଗଲା ଏଟା, इंटरनेशनल बॉर्डर देखे दू, चाइना गला, चाइना गला, ये सब चाइना। बट हालांकि चाइना सहित ना पूर्व बहुत सारा कम जगह एक्चुअली भारत में लगी जहाँद्वारा आम कहीपर कौन से जो आमर दलाई लामा लासा कथा कहला से जिनस ये लगी। बट चाइना जो अटाक कर नहीं गला, अफकोर्स आम क्या सहित लगिचु, चाइना सहित लगी, भारत जोटा कि चाहू नाला तो चाइना ये सब पार्ट को चाइना आम कह सब चाइना। ये कौन लगी कौन लगी बाबू देखिए बड़ इंपोर्टाट क्वेश्चन पकई अफगानिस्तान। अफगानिस्तान अफगानिस्तान ये टी गोटे बाट अच्छी आसिक जम्मू काश्मीर बाट लगी लगी कथा उठू जदि आमर परीक्षा आसूची अफगानिस्तान लगुच कि ना नॉर्मल पचरा लिख जी हाँ लगुच रियलिटी सेन्स आम देखा सतरे आम चली चली जाकि बस रे जाकि ट्रेन रे जाकि अफगानिस्तान पहुँच पारिबा कि ना, कारण ये पाकिस्तान अकुपाइड अच्छे, पाकिस्तान अकुपाइड काश्मीर ये जगह अच्छी, अक्साई चीन ये जगह अच्छी, चीन ये जगह अच्छी आम अफगानिस्तान में जापर ना। बट ये नॉर्मल आम जी मैप को आम मैप को आम काटुचे ये आम अफगानिस्तान से तो अनुसार लिख। नेक्स्ट यहाँ कौन, इस्लामाबाद पाकिस्तान, पाकिस्तान लगे, पाकिस्तान बहुत बड़ बॉर्डर रूट लगे, सबुठ अधिका डिस्टेंस वाला बॉर्डर कौटा ना तुम ये बांग्लादेश टा, बांग्लादेश 3 लगी ना जगार बांग्लादेश ये रहा पाकिस्तान। ये एक्चुअली इंटरनेशनल बॉर्डर लगी तौक लगी कौन इंडियन ओशन या फिर आम कहीपर कौन अरेबियन सी, बे ऑफ बेंगल ये घेरिक कथा चारिपटे एपटे श्रीलंका रहा पानी सहित पाल्क स्टेट सहित जोड़ी 100% आम कहीपर लैंड बॉर्डर सहित बट जोड़ी है। श्रीलंका बहुत कम पानी अच्छी,
ସେ ବାଟରେ ଯୋଡ଼ି ଯେଉଁ ଆମର ଯାଇଥିଲେ କିଏ ରାବଣ ନେଇ ପଳେଇଥିଲେ ସୀତାଙ୍କୁ ଲକ୍ଷ୍ମଣ ଆମର କ'ଣ ତା ନା ରାମ ଯାଇଥିଲେ ସେପଟେ ସେତୁ ବନ୍ଧ ବାନ୍ଧିଥିଲେ ପଥର ଭାସୁଛି ବଗେରା ବଗେରା କଥା ये सब स्टोरी ଏଇଠି ଲଙ୍କା ଲଙ୍କା या फिर ଲଙ୍କା କଣ ଲଙ୍କାର ରାଜା ରାବଣ ବୋଲି ଏଇ ଲଙ୍କା କଥା କୁହାହଉଛି ତେଣୁ କମ୍ ବଟ ତା ଉପରେ ଗୋଟେ ବ୍ରିଜ ପାଇଁ ପ୍ଲାନିଂ ଚାଲିଛି ଶ୍ରୀଲଙ୍କା ଇଣ୍ଡିଆ ଭିତରେ ପୁରାଟା କମ୍ପ୍ଲିଟଟା ବ୍ରିଜ ହବ ବଡ଼ ପ୍ରୋଜେକ୍ଟ ଯେହେତୁ ଏପଟଟା କ'ଣ ରହିଲା ତାହେଲେ ଇଣ୍ଡିଆନ୍ ଓସେନ୍ ଭାରତ ମହାସାଗର ଏ ମହାସାଗର ଏମିତି ଏଇ ଭାରତ ମହାସାଗର ତା ନାଁ କାହା ଦ୍ୱାରା ହେଇଛି ଭାରତ ଦ୍ୱାରା ହେଇଛି ଇଣ୍ଡିଆ ଇଣ୍ଡିଆ ଦ୍ୱାରା ହେଇଛି ଇଣ୍ଡିଆନ୍ ଓସେନ୍ ଆଉ କୌଣସି ଓସେନ୍ କୋଉ କଣ୍ଟ୍ରିର ନାଁ ଦ୍ୱାରା ହେଇନି ତେଣୁ ଜାଣିପାରୁଛନ୍ତି ଇଣ୍ଡିଆରେ କୋଉ ଭଳି ହେଇନି ହବ ଆରବିଆନ୍ ସି ବେ ଅଫ୍ ବେଙ୍ଗଲ ରହିଛି ଏଠି କୋଉ କ'ଣ ରହିଲା ସାର୍ ସାର୍ ଆଉ ଥରେ କୁହନ୍ତୁ ସାର୍ ଆଉ କୋଉ କଥାଟା ରହିଲା ମ୍ୟାଡାମ ପଚାରନ୍ତୁ କୋଉଟା ରହିଲା ନା ଅନୁସାରେ ଯୋଉ ନା ଅନୁସାରେ ମାନେ ଏ ଯୋଉ ଓସେନ୍ ଓସେନ୍ ଯୋଉ ବଡ଼ ବଡ଼ ଓସେନ୍ ଆପଣଙ୍କର ପାଞ୍ଚଟା ରହିଛି ସେ ପାଞ୍ଚଟା ଓସେନ୍ ଯାକ କୌଣସି ଦେଶର ନାଁ ଅନୁସାରେ ଓସେନ୍ ନାହିଁ ଫର ଏକ୍ଜାମ୍ପଲ ପାସିଫିକ ଅଲଗା ନା ଫର ଏକ୍ଜାମ୍ପଲ ଆଟଲାଣ୍ଟିକ ଓସେନ୍ ଅଲଗା ନାଁ ଅଛି ଫର ଏକ୍ଜାମ୍ପଲ ଆର୍ଟିକ ଓସେନ୍ ଅଲଗା ନାଁ ଅଛି ଫର ଏକ୍ଜାମ୍ପଲ ସାଉଦର୍ନ ଓସେନ୍ ଅଲଗା ନାଁ ଅଛି ବଟ୍ ଇନ୍ କେସ୍ ଅଫ୍ ଦ ଇଣ୍ଡିଆନ୍ ଓସେନ୍ କେବଳ ଗୋଟିଏ ଓସେନ୍ ଯାହାକି ଇଣ୍ଡିଆର ନାଁ ଅନୁସାରେ ଦିଆହେଇଛି ବଡ଼ କଥା ନୁହଁ ସେ କଥା କହିଲି ଆଜ୍ଞା ଆଜ୍ଞା ହେଇଗଲା ତ ଆମର ରହିଲା କି ବୋର୍ଡର ରହିଲା ଇଣ୍ଟରନ୍ୟାସନାଲ କିଏ ଭାଇ ସାହେବ ରହିଲେ ଇଣ୍ଟରନ୍ୟାସନାଲ ରହିଲେ ପାକିସ୍ତାନ ରହିଲା ଆଫଗାନିସ୍ତାନ ରହିଲା ଯଦି ଆମେ ପାକିସ୍ତାନ ଅକୁପାଏଡ୍ କାଶ୍ମୀରକୁ ଆମ ଭିତରେ ଧରୁଛୁ ଆମେ ବୋର୍ଡର ଆମର କଣ୍ଟ୍ରୋଭର୍ସିଆଲ ପାର୍ଟଟାକୁ ମନେ ରଖିଦିଅ ସେ ଅନୁସାରେ ବାକି କିଏ ରହିଲା ଚାଇନା ରହିଲା ଚାଇନା ପରେ କିଏ ରହିଲା ନେପାଳ ରହିଲା ଭୁଟାନ ରହିଲା ହେଲା ବାଂଲାଦେଶ ରହିଲା म्यांमार ରହିଲା these countries are surrounding to our India international border କଥା ହଁ, କୋଉ କୋଉ ଜାଗାରେ ବୋର୍ଡର ଖାଲି ଅଛି କୋଉ କୋଉ ଜାଗାରେ ଗେଟ୍ ବନା ହେଇଛି କୋଉ କୋଉ ଜାଗାରେ ସବୁ ତ ୟାକୁ ଆମେ କରେଣ୍ଟ ଆଫେୟାର ଡିଫେନ୍ସ ସିଷ୍ଟମ ଅଫ ଇଣ୍ଡିଆ ଯେତେବେଳେ ପଢିବା କୋଉ ବୋର୍ଡରକୁ କ'ଣ କୁହାହଉଛି ବାଘା ବୋର୍ଡର କୋଉଠି ଅଛି ଅଲଗା ଅଲଗା ବୋର୍ଡର ସବୁ କୋଉ ରାଜ୍ୟରୁ ଅଲଗା ଅଲଗା କଣ୍ଟ୍ରିକୁ ଯେଉଁ ବୋର୍ଡର ଅଛି ସବୁ ପାସ୍ ଦେଇକି ଭିସା ଦେଇକି ଯାଉଛନ୍ତି ନା କୋଉଠି ପାଖାପାଖି ମନେକର ଭୁଟାନ ନେପାଳ କଥା ଗାଁ ଅଛି ଏଠି ଆରାମସେ ବିନ୍ଦାସ ଇଏ ସେଠୁ ଆସିପାରେ ସେଠୁ ଇଏ ସେଠୁ ଯାଇପାରେ ଚାଲି ଚାଲି ଗୁଡ଼ାଏ ସବୁ ବଫର ଗାଁ ଗୁଡ଼ା ଅଛି ହେଲା ତ ସେ ଆରାମସେ ନେପାଳକୁ ବେଳେବେଳେ ପଳେଇଛନ୍ତି ବେଳେ ଇଣ୍ଡିଆକୁ ପଳେଇ ଆସୁଛନ୍ତି ଆରାମସେ ଏଠି ବୋର୍ଡର ଫୋର୍ଡର ସେଟା କିଛି ନାହିଁ ତେଣୁ ଏଇ ଜିନିଷ ଭାରତ ଚେଷ୍ଟା କରୁଛି ପୁରା ଏକଦମ ସବୁ ଗୁଡ଼ାକୁ ସହିତ ତ ସବୁ ପୁରା ରେଷ୍ଟ୍ରିକ୍ଟେଡ୍ ବଟ୍ ଯାହାହେଲେ ଇନଫିଲ୍ଟର ରହୁଛି ନା ଏପଟେ ପଳେଇ ଆସୁଛନ୍ତି ଅଲଗା ଲୋକ କିମ୍ବା ଯେଉଁ ଡ୍ରଗ୍ସ ମାଫିଆ ମାଫିଆ ତଥାପି ଭିଜିଲାନ୍ସରେ ପୋଲିସରେ ଅଛି ଷ୍ଟିଲ୍ 100% ବୋର୍ଡର ସିଲ୍ ହେଇନି ସବୁଆଡ଼େ ହେଲା ଦ୍ୟାଟ୍ ଇଜ୍ ଦ ରିଜନ୍ ତ ଏଇସବୁ ଜିନିଷ ରହିଛି ନେପାଳ ଭୁଟାନ ବାଂଲାଦେଶ म्यांमार ବାକି ଯଦି ଆମେ କହିବା କ'ଣ ଚାଇନା ତ ଏଇଟା ଚାଇନା ଏଇଟା ଏଇଟା ରହିଲା କ'ଣ ଓସେନ୍ କଥା ଯଦି କହିବି କ'ଣ ତମର ପାଞ୍ଚଟା ଓସେନ୍ ଏ ରହିଲା ଇଣ୍ଡିଆନ୍ ଓସେନ୍ ବଡ଼ଟା ଲୋକେସନ୍ ଜାଣିପାରୁଥିବ ଇଣ୍ଡିଆନ୍ ଓସେନ୍ ଯଦି ଏପଟେ କ'ଣ ଅଛି ଆଫ୍ରିକା ଅଛି ମାଡାଗାସ୍କର ଇଜ୍ ଦ ପାର୍ଟ ଅଫ୍ ଆଫ୍ରିକା ଇଣ୍ଡିଆନ୍ ଓସେନ୍ ଏଇଟା ଇଣ୍ଡିଆନ୍ ଓସେନ୍ ମେଜର ପାର୍ଟ କ'ଣ ଏଇଟା ଆରବିଆନ୍ ସି ବେ ଅଫ୍ ବେଙ୍ଗଲ ତାର ଏପଟେ ରହିଲା କ'ଣ ୱେଷ୍ଟ ପଟେ ରହିଲା ଆଫ୍ରିକା ଇଷ୍ଟ ପଟେ ରହିଲା କ'ଣ ଏପଟରେ ତମର ସାଉଥ ଇଷ୍ଟ ଏସିଆ ରହିଲା ଅଷ୍ଟ୍ରେଲିଆ ରହିଲା ସାଉଥ ଇଷ୍ଟ ଏସିଆ ଏଇଟା ସାଉଥ ଇଷ୍ଟ ଏସିଆ ରହିଲା ସାଉଥ ପଟ ତ ଏଇଟା ରହିଲା ଆଣ୍ଟାର୍କଟିକା ନର୍ଥ ପଟେ ରହିଲା ଇଣ୍ଡିଆ ଆଉ କ'ଣ ଦିସ୍ ଇଜ୍ ଦ ଲୋକେସନ୍ ଅଫ୍ ଦ ଇଣ୍ଡିଆନ୍ ଓସେନ୍ ଏଇଟା ତମର କ'ଣ ଏ ଯେଉଁ ଗୁଲିଆଟା ଯାଉଛି ନା କ'ଣ ଡଟ୍ ଡଟ୍ ପଟେ ତମର ହେଲା କ'ଣ ଆମର ଇଏ ଇକ୍ୱେଟର କଥା ଇକ୍ୱେଟର ମାନେ 0 ଡିଗ୍ରୀ ମାନେ ସିମ୍ପଲ କଥା ୟା ଦ୍ୱାରା କ'ଣ ଜଣାପଡ଼ିଲା ଇକ୍ୱେଟର ଭାରତ ଉପରେ ପାସ୍ କରୁନାହିଁ ଭାରତ ଉପରେ କ'ଣ ପାସ୍ କରୁଛି ଟ୍ରପିକ୍ ଅଫ୍ କ୍ୟାନ୍ସର ଲଗଭଗ ଭାରତକୁ ମଝିରୁ କାଟୁଛି ପଢ଼େଇବା ଆମେ ଯୋଉଟା ଟ୍ରପିକ୍ ଅଫ୍ କ୍ୟାନ୍ସର ତେଣୁ ଗୋଟେ ଜଣାପଡ଼ୁଛି କ'ଣ ନା ଆକ୍ଚୁଆଲି ଭାରତ ଉପରକୁ କ୍ରସ୍ କରୁନାହିଁ କ'ଣ କାଟୁଛି ଭାରତ ଉପରେ ନା କ୍ୟାନ୍ସର ବଟ୍ ଲଗଭଗ ଯଦି ଭାରତ ଠାରୁ ଇକ୍ୱେଟର ସବୁଠାରୁ କମ୍ ଡିଷ୍ଟାନ୍ସ ଦେଖି କେଉଁ ଜାଗା ଲକ୍ଷାଦ୍ୱୀପ ଲକ୍ଷାଦ୍ୱୀପରେ କିଛି ଅଛି ଆମର ଇଏ ଆଇଲ୍ୟାଣ୍ଡ ଅଛି ଯାହାକି ଆମର ପାଖାପାଖି ଛେଦ କରିବ ପାଖାପାଖି ଡିଷ୍ଟାନ୍ସ ହେବ କାହାର ଏ ଜାଗା କିଛି ଅଧିକା ଗରମ ଲାଗେ ତାର କ୍ୟାରେକ୍ଟରିଷ୍ଟିକ୍ ଗୁଡ଼ାଏ ଅଛି କଥା ଗରମ ହେବ ବର୍ଷା ହେବ ବଗେରା ବଗେରା କଥା ସେଇ ଜିନିଷ ଆମେ କିଛିଟା ଦେଖିବାକୁ ପାଇବୁ ଆଣ୍ଡାମାନ ନିକୋବର ଗରମ ହେଉଛି ମାନେ ଜାଣନ୍ତି କି ଆଣ୍ଡାମାନ ଭଲ ଜାଗା ଟୁରିଷ୍ଟ ପ୍ଲେସ୍ ଆଣ୍ଡାମାନ ଲକ୍ଷାଦ୍ୱୀପ ଏସବୁ ଜିନିଷ ଜାଗା ବୋଲି ଜାଣି
ये गला इंडियन ओशन का तुम आटलांटिक ओशन भाई साहब आटलांटिक ओशन कौन कथा अच्छी उप अच्छी कौन ग्रीनलैंड वगैरह आइसलैंड वगैरह ठीक अच्छे तुम यूरोप रहा तलू आफ्रिका रहा गोटे नॉर्थ अमेरिका रहा तलू साउथ आफ्रिका रहा नदीटा आम समुद्रटा कौन कहुच्छे आटलांटिक ओशन इक्वेटर उपरकू जेहेतु अच्छे यहाँ नॉर्थ आटलांटिक ओशन बोली कहुच्छे दक्षिण सरी कौन नॉर्थ मान तलुटा कहुच्छे कौन दक्षिण साउथ आटलांटिक ओशन ना आटलांटिक ओशन इक्वेटर उपरकू नॉर्थ आटलांटिक ओशन तो आम जी कह तलटा इक्वेटर तलू साउथ आटलांटिक ओशन दुईटा भी भाग कर ओशन कहली ना इंडियन ओशन आटलांटिक ओशन पैसिफिक ओशन आर्कटिक ओशन गोटे साउदर्न ओशन अंटार्कटिका ओशन कहीपर चलो एनी कॉन्टिनेंट 7 ये गला पैसिफिक ओशन पढ़ा भाई गोटे डिटेल्स तुम पढ़ा बट जनरली कौटी कौन अच्छे जिन हिसाब खतरनाक 1/3 पाखापाखि जगह पृथ्वी केवल पैसिफिक ओशन तो बड़ जगह पैसिफिक पैसिफिक तुम नॉर्थ कथा कहीपर ए बियरिंग सी माने रशिया अलास्का अलास्का इज द पार्ट ऑफ यूएसए अलास्का इज द पास्ट पार्ट ऑफ यूएसए बट एटा थिला रशिया को बिकी देछि काहू अमेरिका को तुम एट देखि परथिबो अमेरिका मैप भी देखियो कनाडा कनाडा ये यूनाइटेड स्टेट अमेरिका बट अलास्का इज द पार्ट ऑफ यूएसए आसला रशिया ठार भी किणी दिन रशिया कहला कौन ना बरफ पड़ुची बहुत कम पैसा बिकिदेला से जगह भल भल मिनेराल्स सुना हीरा सब बाहर अमेरिका खोलू कर तेल फेल मिनेराल्स वगैरह रशिया ए खाली देखिकी जो कहला भाई साहब एत कम पैसा देदेली बट जगहटा एत से कथा कहूँ ये जगह पासिफिक ओशन हाँ कुह अमेरिका ऋषि ऋषिया ऋषिया ठाରୁ ମାନେ କଣ ଆଣିଥିଲା କେବେ ଆଣିଥିଲା रशिया अमेरिका ठारू ना कौन कहले ଆଜ୍ଞା ସାର୍ ଆମେରିକା ରଷିଆ ଠାରୁ ଯଦି ଆଣିଥିଲା ମାନେ ଆଣିଥିଲା ରଷିଆ मसीहा आई थिंक जिते तुम कोल्ड वार स्टार्ट है से समय बोधे एक्जाक्टली मोर टाइम टा मन ना देखीदेव सर्च करदेव आनी आउ कौन है पचारे एकदम 1867 रशिया सोल्ड अलास्का टू यूनाइटेड स्टेट 1867 1867 बहुत कम पैसा एतिकी 7.2 मिलियन डॉलर बिक आसीगला कहार आमर
ଆଶୀର୍ବାଦ ବାବୁ ଯାଉଛି ନା କଥା ବାଉନ୍ସ ହେଇଯାଉଛି ବା। ନାଲ ସୁବ୍ରତ ବାବୁ କଥା ଯାଉଛି ତ ନା ବାଉନ୍ସ ହେଇଯାଉଛି? ଯାଉଛି। ଠିକ ଅଛି। ତମର ଆସିଲା କଣ? ହଁ ପାସିଫିକ ଓସେନ, ଯୋଉଟା ବଡ ଓସେନ ପୃଥିବୀରେ। ପାସିଫିକ ଓସେନ ଉପରେ ରହିଲା ବିୟରିଂ ଷ୍ଟ୍ରେଟ୍। ବିୟରିଂ ଷ୍ଟ୍ରେଟ୍ ମାନେ ତମର ଏଇଟା ଆକ୍ଚୁଆଲି ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍। ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ କିଏ କହିବ? ହ୍ୱାଟ ଇଜ ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍? ପଢାଇନି ଆପଣ ପଚାରି ଦେଇଛନ୍ତି। ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ ଇଏ ବାଟରେ ପାସ୍ କରୁଛି, ଯୋଉ ଗାର ଗୋଟେ ନାହିଁ ଜିଗ୍ ଜାଗ୍ ଏମିତି ହେଇଛି, ଗାରଟା ଏପଟେ ହେଇଛି, ତାକୁ ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍। ତ ତମର ମୁଁ କହିଲି ଆମର ବେଟର सर ଆଜ୍ଞା। इंटरनेशनल ମାନେ ମୁଁ ଭାବୁଛି ମାନେ ଯୋଉ କହିଲ ଗୋଟେ ଉତ୍ତର ମେରୁଠାରୁ ମାନେ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ସିଧା କୌଣସି ଦେଶ ନାହିଁ କରୁଛି ଆମେ ଯୋଉ ସେଇଠି ମାନେ ଆରମ୍ଭ ହଉଛି ସେପଟ ସାଇଡ୍ ମାନେ ଆମକା ଦକ୍ଷିଣ ଆମେରିକା ଏପଟ ଆରମ୍ଭ ସେ ଅଷ୍ଟ୍ରେଲିଆ ପଟେ ଚାଲିଛି ଠିକ ଅଛି ଠିକ ଗୋଟେ ଅଛି। କିଛି ନାହିଁ ନାହିଁ ଆଚ୍ଛା ମାନେ କହିବା କାଉଣ୍ଟିଂ ଷ୍ଟାର୍ଟ ନାହିଁ। ଠିକ ଅଛି। ଏନିୱାନ୍ ଏଲ୍ସ ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍? ହଁ କୁହନ୍ତୁ। टाइम काउंटिंग ଟାଇମ୍ କାଉଣ୍ଟିଂ ଆପଣ ପୁରା ପରୀକ୍ଷାରେ ପଡ଼ିଲେ ସର୍ଟ କ୍ୱେଶ୍ଚନ୍ ଲେଖିଦେବେ, ଠିକ୍ ଭୁଲ ଆଉ ପରୀକ୍ଷାରେ ଲଙ୍ଗ କ୍ୱେଶ୍ଚନ୍ ଆଡ଼େ ଯିବେନି ଆପଣ। ଗୋଟେ ୱାର୍ଡ କହିଦେବେ ସେତିକିରେ ଏଣ୍ଡ କରିଦେବେ। ଆଉ ଟିକେ କଥା ବଢ଼ାନ୍ତୁ, ଠିକ୍ କହିଛନ୍ତି ଟାଇମ୍ କାଉଣ୍ଟିଂ ଠିକ୍ ଅଛି, ଟିକେ କଥାକୁ ବଢ଼େଇ ଦିଅନ୍ତୁ। କ'ଣ ଟାଇମ୍ କାଉଣ୍ଟିଂ? ଏ ଟାଇମ୍ ମେସିନ୍ ଲାଗିଛି ନା କ'ଣ? ନାଁଟା କ'ଣ ଆପଣଙ୍କର? ଠିକ୍ କହିଛନ୍ତି, ଖାଲି କଥାକୁ ବଢ଼େଇ ଦିଅନ୍ତୁ ଖାଲି। Anyone else? International date line. ସୌମ୍ୟ ବାବୁ from Hitech. ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ କହିଲେ କ'ଣ ବୁଝୁଛୁ? ଏଇଠି ଅଛି। ଓକେ, ପ୍ରାଇମ୍ ମେରିଡିଆନ୍ କଥା ପଢ଼ିଥିବ। ପ୍ରାଇମ୍ ମେରିଡିଆନ୍ କଥା ପଢ଼ିଥିବ। ଇଂଲଣ୍ଡରେ ଗ୍ରୀନହୁଇଚ୍ ସହରରେ ଅଛି। ସେଇ ଜାଗାକୁ ଆକ୍ଚୁଆଲି ମୁଖ୍ୟ ଭାବରେ ଧରାହେଲା। ମାନେ ଏଇ ଜାଗାରେ ଯେତେବେଳେ ସୂର୍ଯ୍ୟ ମୁଣ୍ଡ ଉପରେ ରହିବ ସେତେବେଳେ ଦିନ 12ଟା। ତେଣୁ ତାକେଇ ଆମେ ରେଫରେନ୍ସ ଲାଇନ୍ ମାନିବା। ତେଣୁ ଯୋଉ ଜାଗାରେ ସୂର୍ଯ୍ୟ ମୁଣ୍ଡ ଉପରେ ରହିବ ସେଇ ଜାଗାକୁ ଆମେ 12ଟା ଧରିବା। ତେଣୁ ପୃଥିବୀକି ଆମେ କ'ଣ କହୁଛୁ? 24 ଘଣ୍ଟାରେ ଥରେ ବୁଲି ଯାଉଛି। ଇନ୍ ଦ ସେନ୍ସ ଆମେ କାଲି ସକାଳୁ ଯୋଉ ଉଠିଥିଲୁ ଏଇ ଟାଇମରେ ଉଠିଥିଲୁ, ସକାଳୁ ଥିଲା। ଆଜି ବି ଉଠିଲା ବେଳେ ଏଇ ଟାଇମ ସକାଳୁ, କାଲି ବି ଉଠିବା ଏଇ ଟାଇମ ସକାଳୁ। ତେଣୁ ଆଉ ଟିକେ ଟିକେ ଆଗକୁ ଯିବା, ଦିନ 12ଟା ବେଳେ ଆମ ମୁଣ୍ଡ ଉପରେ ବି ସୂର୍ଯ୍ୟ ରହିବ। କଥା ଉଠୁଛି 24 ଘଣ୍ଟାକୁ ଆମେ କ'ଣ ରାତି 12 ଘଣ୍ଟା ଦିନ 12 ଘଣ୍ଟା, ରାତି 12 ଘଣ୍ଟା ଦିନ 12 ଘଣ୍ଟା। ପ୍ରାଇମ୍ ମେରିଡିଆନ୍ ଯେହେତୁ ଆମେ ମୁଖ୍ୟ ଗୋଟେ ଲାଇନ୍ ନେଲେ, ତାର 12 ଘଣ୍ଟା ପରେ ଏଇ ଲାଇନଟା ଆସିବ। ତାର 12 ଘଣ୍ଟା ପରେ ଏଇ ଲାଇନଟା ଆସିବ। ତା ମାନେ କ'ଣ? ଯଦି ପ୍ରାଇମ୍ ମେରିଡିଆନ୍ ସେ ଯେଉଁ ଗ୍ରୀନହୁଇଚ୍ ଜାଗାରେ ଇଂଲଣ୍ଡର ୟୁନାଇଟେଡ୍ କିଙ୍ଗଡମ୍ ଅଛି ତମର ପ୍ରାଇମ୍ ମେରିଡିଆନ୍, ତାରି ଅପୋଜିଟ୍ରେ ବୁଲିବା ହେଲା ତାର ଅଧା। ଟୋଟାଲଟା ହେଲା 360 ଡିଗ୍ରୀ ବୃତ୍ତଟା, ଏଇଟା କେତେ ହେଲା? ଫାଳିକିଆ। ଫାଳେ ମାନେ 180 ଡିଗ୍ରୀ। ତାମାନେ କ'ଣ କହିବା ପାଇଁ ମୁଁ ଚାହୁଁଛି? ସେଇଠି ଯଦି ଆକ୍ଚୁଆଲି ଦିନ 12ଟା ଥିଲା, ଏଇଠି 12ଟା, ମାନେ ଏଇଠି ଆସିକି ପହଞ୍ଚିବ, କ'ଣ ହବ ନା ଡେଟ୍ ଚେଞ୍ଜ ହେଇଯିବ। ଡେଟ୍ ଚେଞ୍ଜ ହେଇଯିବ। 4 ତାରିଖ ଥିଲା 5 ତାରିଖ ହେଇଯିବ, 19 ତାରିଖ ଥିଲା 20 ତାରିଖ ହେଇଯିବ। ହେଲା କଥା। ସେଇଥିପାଇଁ ଏଟାକୁ କୁହାଯାଉଛି ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍। ଆମେ ପଢ଼ିବା ୟା ପରେ ମ୍ୟାଥମେଟିକ୍ସ ଅଛି, କି କୋଉ ଜାଗାରୁ ଏଇଠି ପର୍ଯ୍ୟନ୍ତ କେତେ ସମୟ ହେଲେ ଆମେ ବିଭିନ୍ନ ଅଲଗା ଅଲଗା, ମନେକର ଆମେ ଫ୍ଲାଇଟ୍ରେ ଆମେରିକା ଯିବୁ, ଏପଟେ ଜାପାନ ଯିବୁ, ରଷିଆ ଯିବୁ, ଆମ ଘଡ଼ି ଇଣ୍ଡିଆ ଅନୁସାରେ ଆମେ ସେଟ୍ କରିଥିଲୁ। ଆମର ଲାଟିଚ୍ୟୁଡ୍ ଲଙ୍ଗିଚ୍ୟୁଡ୍ ଆମ ଇଣ୍ଡିଆରେ ରହୁଛୁ ନା। ଆମେ ଯୋଉ ଜାଗାକୁ ଯାଇକି ପହଞ୍ଚିବା ସେ ଜାଗାର ଲାଟିଚ୍ୟୁଡ୍ ଲଙ୍ଗିଚ୍ୟୁଡ୍ ପ୍ଲସ୍ ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ କେତେ ଆଗକୁ ଅଛି କେତେ ପଛକୁ ଅଛି, ବା ପ୍ରାଇମ୍ ମେରିଡିଆନ୍ରୁ କେତେ ଆଗକୁ କେତେ ପଛକୁ, ଅନୁସାରେ ଆମେ ଘଡ଼ିଟା ବଦଳିବୁ। ନହେଲେ କହିବୁ ନା ଆଜି ତ ସୋମବାର ହେଇଛି ମିଟିଂ ନାହିଁ, ସେଠି ମଙ୍ଗଳବାର ହେଇସାରିବନି, କିମ୍ବା ସେଠି ରବିବାର ହେଇଥିବ। ଦ୍ୟାଟ୍ ଇଜ୍ ଦ ରିଜନ୍ ଏଇ ଜାଗାକୁ ଆମେ ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ କହୁଛୁ।
ଏଇ ରାଶିରେ ଏଇଠି ରହିବ କ'ଣ ଆମେରିକା ଗୋଟେ ଦିନ ପଛ, ରଷିଆ ଗୋଟେ ଦିନ ଆଗ। ତାମାନେ ଏମିତି ପୃଥିବୀ ଚାଲିଛି। ଏ ଗୋଟେ ଦିନ ଆଗୁଆ ହେଇଗଲା। ବେଶୀ ସୂର୍ଯ୍ୟ ଇନ୍ ଦ ସେନ୍ସ ରାତି ମାନେ 12ଟା ହେଇଗଲା ମାନେ ଏପଟକୁ ହେଇଗଲା କ'ଣ ନେକ୍ସଟ ଦିନ ହେଲା। ଏଇଟା 20 ତାରିଖ ଥିଲା ଏଇଠି 21 ତାରିଖ ଏଇଟା। ତାମାନେ ଯେତେବେଳେ ଏଇଠି ଆମେରିକାର 31st ନାଇଟ୍ ଚାଲିଥିବ ନାଚ ଗୀତ, ଏଇଠି 1 ଜାନୁଆରୀ ହେଇଯାଇଥିବ କୋଉଠି ରଷିଆରେ। ତାମାନେ ଯାହା ବି ଏପଟ ଦେଶ ଆସିବ ସେ ଅନୁସାରେ ପୁଣି ବୁଲି ବୁଲି ଯିବ। ତେଣୁ ଡିପେଣ୍ଡ କରିବ ଏଇ ଜାଗାରୁ କୋଉ ଜାଗା କେତେ ବାଟ, ସେ ଅନୁସାରେ ଡିପେଣ୍ଡ କରିବ ସେଇ ଜାଗା କେତେ ଟାଇମରେ ଅଛି। ପଢିବା ଏଟା ମ୍ୟାଥମେଟିକାଲ କାଲକୁଲେସନ କଥା ହେଲା। କନସେପ୍ଟ ହେଲା ଏଇଆ। ଏଠି ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ ପାସ୍ କରୁଛି ହେଲା। କଥା ଉଠୁଛି ଯଦି ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ ପାସ୍ କରୁଛି, ଆମେ ଯେମିତି ଦେଖିଥିଲେ ପ୍ରାଇମ ମେରିଡିଆନ ଗୋଟେ ସିଧା ଲାଇନ୍ ଇନ୍ ଦ ସେନ୍ସ ଏପଟୁ ସେପଟ ମାନେ ପୁରା ନର୍ମାଲ ଲାଇନ୍। ବଟ୍ ଏଇ ଲାଇନଟା ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ ଦେଖୁଥିବ ଏଠି ଜିଗଜାଗ ଇନ୍ ଦ ସେନ୍ସ ଏଠି ଆଇଛି, ଏଠି ବୁଲି ଯାଇଛି ଟିକେ, ଏଠି ଆଇଲା, ଏଠି ଆଇଲା, ଖତରନାକ ଭାବରେ ବୁଲିଛି। ଇଏ ଗଲା ଉପରକୁ, ଗୋଟେ ଖତରନାକ ବୁଲିଛି। କ'ଣ ପାଇଁ ବୁଲାବୁଲି ହେଇଛି? ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ କରାହେଲା, ତାକୁ ସିଧା କରିବା କଥା ଯେମିତି ପ୍ରାଇମ ମେରିଡିଆନକୁ କରାହେଲା ସେପଟର। ଏପଟେ ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ କାଇଁ ଜିଗଜାଗ କରାହେଲା? ଇନ୍ ଦ ସେନ୍ସ ମନ ଇଚ୍ଛା ତିଆରି କରିଛନ୍ତି। ହ୍ୱାଟ ଇଜ ଦ ରିଜନ? କହିଚାଲ ବାବୁ, କ'ଣ ପାଇଁ କରାହେଲା? ହଉ ମାନେ କହୁନ, ପଚରା ହବ। ରାଜେନ୍ ଲାଇଟ୍ ନାହିଁ ସାର୍ ସେଇ କ'ଣ ନାହିଁ ସେଠି ଟାଇମ୍ ନାହିଁ ନା କ'ଣ ମ୍ୟାଡ଼ାମ କହିଲେ? ସମୁଦ୍ର ଅଛି ସାର୍ ସେଇଥିପାଇଁ ଲାଇଟ୍। ସମୁଦ୍ର ଅଛି ସେଇଥିପାଇଁ କିଛି ମାତ୍ରାରେ ଠିକ କଥାଟା ଆପଣଙ୍କ। ଚलो ଠିକ ଅଛି। ଆପଣମାନେ ମେନ୍ କଥା କ'ଣ କହିଲେ? ଏନସିଆରଟିକୁ ଟୋଟାଲି ଦେଖୁନାହାନ୍ତି କେତେବେଳେ। ଫଣ୍ଡାମେଣ୍ଟାଲ ଜିନିଷ ଚलो ପଢେଇବା ଆମେ, ତାମାନେ ନୁହେଁ ଯେ ପଢେଇବାନି, ଏଟା ଅଛି। ତ ଏନସିଆରଟିରେ ଏସବୁ ଛୋଟ ମୋଟ କଥାକୁ ଦେଇଦିଅଲେ। ଆକ୍ଚୁଆଲି କଥା କ'ଣ ଏଇଠି ଯେଉଁ ଆମେ ସିନା ଏଠି ମ୍ୟାପଟାକୁ ବଡ଼ କରିନୁ ବୋଲି, ଏଟା ଛୋଟ କରିଛୁ ବୋଲି ଏମିତି ଦେଖାଉଛି। ବଡ଼ କଲେ ଆମେ ଦେଖିବା ୟା ଭିତରେ ଛୋଟ 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 ଆଇଲାଣ୍ଡ ସବୁ ଦେଶ ଅଛି। ମାନେ ସମୁଦ୍ର ଭିତରେ ଯୋଉ ଦେଶ ତାକୁ ଆଇଲାଣ୍ଡ ବୋଲି କୁହାହଉଛି, ଦ୍ୱୀପ ବୋଲି କୁହାହଉଛି। ଦ୍ୱୀପ ଅଛି। କଥା ଉଠୁଛି ମନେକର ଏଠି ଗୋଟେ କିଛି ଗୋଟେ ଦ୍ୱୀପ ଥିବ। ଏଠି ମନେକର କିଛି ଗୋଟେ ଦ୍ୱୀପ ରହିଲା। ଏ ଦ୍ୱୀପରେ ମନେକର ମନେକର ଓଡ଼ିଶା କଥା ଭାବ, କଥାଟା ଭାବ। ମନେକର ଇଣ୍ଟରନ୍ୟାସନାଲ ଡେଟ୍ ଲାଇନଟା ଓଡ଼ିଶାର ପାସ୍ କରିଥାନ୍ତା କୋଉଠି? କଟକ ଭୁବନେଶ୍ୱର ମଝିରେ। କଟକ ଭୁବନେଶ୍ୱର ମଝିରେ ଏଇ ଇଣ୍ଟରନ୍ୟାସନାଲ ଡେଟ୍ଟା ମନେକର ପାସ୍ କରିଥାନ୍ତା। ତେଣୁ ଆମେ ମନେକର ଭୁବନେଶ୍ୱରରେ ଅଛୁ, ଆମେ କହିଥାନ୍ତେ ଆଜି ରବିବାର ଅଛି। କଟକ ବାଲା କ'ଣ କହିଥାନ୍ତେ? ଆଜି ତ ଆମର ସୋମବାର, ତେଣୁ ଆମେ ଆଜି ଅଫିସ ଯିବୁ। ଆପଣଙ୍କର ବନ୍ଦ ଥାଉ, କ'ଣ ହେଇଗଲା? ଆମର ସୋମବାର ହେଇଗଲା ନା, ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ ଏଠି ପଶି। ଗୋଟିଏ ଦେଶ ଭିତରେ କିମ୍ବା ଗୋଟିଏ ରାଜ୍ୟ ଭିତରେ କିମ୍ବା ପାଖାପାଖି ସ୍ଥଳଭାଗ ଜାଗାରେ ଯଦି ଦିଟା ଅଲଗା ଅଲଗା ଡେଟ୍ ହେଇଯିବ କନଫ୍ୟୁଜ ହେବେ। ସେଇଥିପାଇଁ ସିଧା କଟା ହେଇଥାନ୍ତା। ବଟ୍ ଯେହେତୁ ଏଇ କନଫ୍ୟୁଜନ ହବ, ଯୋଉ ଯୋଉ ଜାଗାରେ ଦେଶ ଗୁଡ଼ା ଅଛି, ଆଇଲାଣ୍ଡ ଅଛି ସମୁଦ୍ର ଭିତରେ, ସେ ଆଇଲାଣ୍ଡ କଣ୍ଟ୍ରିକୁ ପାସ୍ କରିବା ପାଇଁ ଅଲଗା ଜାଗା ଟିକେ ଉପରକୁ ନେଇ ଦିଆହେଲା, କନଫ୍ୟୁଜନ କେହି ନ ହୁଅନ୍ତୁ। ଏ ଭିତରେ ଯେମିତି କୌଣସି ଦେଶ ନ ପଡୁ। ଦ୍ୟାଟ୍ ଇଜ ଦ ରିଜନ ୟାକୁ ଟିକେ ଜିଗଜାଗ କରିଦିଆହେଲା। ଯୋଉ ଜାଗାରେ ଦେଶ ତାକୁ ଟିକେ ପାସ୍ କରିଦିଆହେଲା। କୋଉଠି କୋଉଠି କଥା ରହିଲା ବାବୁ ମାନେ? ବାବୁ ମାନେ କୋଉଠି କଥା ରହିଲା? ପଚାରୁଛି କ'ଣ ଖଡ ଖଡ କରୁଛି? ଗଲା କଥା ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ ରହିଲା, ପାସିଫିକ ଓସେନ ରହିଲା। ପାସିଫିକ ଓସେନ ତ ଇଏ ଗାର କ'ଣ ପାଇଁ ପଡିଛି ଅଲରେଡି କହିଲି। ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ ଇଏ ହେଲା କ'ଣ? ଏଟା ଇକ୍ୱେଟର କଥା। ତ ଏଟା ନର୍ଥ ପାସିଫିକ ଓସେନ ଆଉ ସାଉଥ ପାସିଫିକ ଓସେନ ଆମେ ଭାଗ କରିପାରିବା। ଇକ୍ୱେଟର ଉପରକୁ ଯିଏ ରହିଲା ନର୍ଥ ପାସିଫିକ ଓସେନ, ଇକ୍ୱେଟର ତଳକୁ ଯିଏ ରହିଲା ସାଉଥ ପାସିଫିକ ଓସେନ। ତମେ ପ୍ରାୟ ଟାଇମରେ ନା ମ୍ୟାପ ଦେଖିଥିବ। ମ୍ୟାପରେ କ'ଣ ଏରকম 4 ଗୁଣିଆ ହେଇଥିବ, ସେଠି ସରି ଯାଇଥିବ ଗୋଟେ ପଟେ। ଆମେରିକା ଷ୍ଟାର୍ଟ ହେଲା, ଏପଟେ ରଷିଆ ପାଖରେ ସରି ଯାଇଥିବ। ତେଣୁ ଗ୍ଲୋବରେ ସରିବନି କିଛି। ଗ୍ଲୋବଟା ତମର ଆକ୍ଚୁଆଲି ଇଣ୍ଟରନ୍ୟାସନାଲ ଡେଟ୍ ଲାଇନ୍ ପାଖରେ ସରେଇ ଦିଅନ୍ତି। ଗ୍ଲୋବଟା ଆମେ ଜାଣିଛୁ ନା ପୃଥିବୀ ଗୋଲାକାର, ଏଠି ସରିବ କ'ଣ? ଇଏ ତ ବୁଲୁଛି ନା, ତ ସରିବନି କିଛି। ମ୍ୟାପଟା ଆମକୁ ହେଲା କନଭିନିଏନ୍ସ ପାଇଁ ହେଲା, କେତେ ବୁଲିବା ଏମିତି କନଭିନିଏନ୍ସ ପାଇଁ ମ୍ୟାପ କରାହୁଏ। ଅଦରୱାଇଜ ନହେଲେ ପୃଥିବୀ ସରିବନି ନା, ଚାରିପଟ ବୁଲିବାଟା ଅଛି, ସରିବ କ'ଣ? ସେ କଥା କୁହ। ଏଟା ଏପଟେ ରହିଲା କ'ଣ ଆମର ପାସିଫିକ ଓସେନରେ, ଏଟା ବିୟରିଂ ଷ୍ଟେଟ୍ ରହିଲା। ଗୋଟେ ତମର ୱେଷ୍ଟ ପଟେ କ'ଣ ରହିଲା?
एशिया रहला जी हाँ वेस्ट पटे एशिया तुम देख पार गोटे मैप रे तुमको वेस्ट पटे पटे देखो देथो रशिया हमर अमेरिका देखो डिपेंड करूची को भलिया को जगार ठिया है कोठी तुम मैपटा देखुछ या पर बहुत पिला कंफ्यूज होन कहली तुमको मैप को जगार ठिया है से जगहटा इंपोर्टेंट कारण पृथ्वी गोलाकार तुम मैप देखले अलग प्रकार कथा आसो ग्रुप देखले ए भलिया कथा तुम जो जगार तुम ठिया है से जगह को कंपेयर करिवो मोर मोर हालांकि नॉर्थ साउथ फिक्स रहिवो एटा नॉर्थ तळटा साउथ एटा फिक्स रहिवो ईस्ट वेस्ट को तुम कहि परिबो कोटा ईस्ट कोटा वेस्ट मनकर तुम कहब कि एटा ईस्ट एटा वेस्ट मनकर कहिदेला मु एपटुटे बुले नेबी इठ ठिया करेबी तुमको कोटा ईस्ट कोटा वेस्ट जोटा ईस्ट कहिदिला सेटा वेस्ट कहब कारण पृथ्वी बुलुଛି ना मैप रे कहि दउछ ठीक कथा ईस्ट वेस्ट नॉर्थ साउथ चलिबो तळ उपर बट काहाण बा एटा को तुम फिक्स नो कारण जो जगह रे ठिया आइछ एई जगह रे डिसाइड करबो कि कोटा मोर एपटु कहबो कोटा सेपटु हमर एठी आइछ मु तुमको आउरी एपटु ठिया कर देबी एठी ठिया कर देबी भूल गला तुम सब कथा डिपेंड करिवो मैप रे को जगह रे तुम ठिया आइछ सेई जगह रे नॉर्थ साउथ कोन या पर क्वेश्चन मध्ये पकोउ मु कंफ्यूज होबार चांस नै जगह अछि से डिसाइड करबो अरे एपटु कोन अछि एपटु कोन अछि माइक कहाँ ऑन अछि खड़खाड़ कोन कहबो ना एमती सर माइक हां को सर हाँ सर ତମ କଥା ଏଇଟା ଆର୍ଟିଫିସିଆଲି ପ୍ରିପେୟାର କରା ଇଣ୍ଟରନ୍ୟାସନାଲ ଡେଟ୍ ନାଇଁ ନା ନା ସର ଏଟା ନ୍ୟାଚୁରାଲ ସର अच्छा अच्छा तमे कहउछ जे एमती के जानी जाई कि सतरे गारा काटी कि बाड़ी फाड़ी पुती कि रेडी करई कि ना एमती आर्टिफिशियल ए कथा त हाँ ना हाँ सर imaginary line हाँ बिल्कुल एटा इमेजिनरी लाइन एटा भबा है जी गुटे एटु पखुर गले एटु पखु जीवा ହେଲା ତେଣୁ ଯୋଉ ଯୋଉ ଦେଶକୁ ରଖା ହେଲା ତାକୁ କୁହା ହେଲା ତୁ ଭାଇ ସାରା ଏପଟରେ ଅଛୁ ତୁ ସେପଟରେ ଅଛୁ ତେଣୁ ତୋ ଡେଟ୍ ଏଇଆ ତୋ ଡେଟ୍ ଏଇଆ ଫର ଏକ୍ସାମ୍ପଲ ମନେକର ଇକ୍ୱେଟର ଏଠି କିଏ ଯାଇକି ବାଡ଼ି ଫାଡ଼ି ପକେଇ ତାର ଟାଣିନି ଯାଇକି ତ ଆମେ ବୁଝିବା ପାଇଁ ଏଠି ଗୋଟେ ଡଟ୍ ଡଟ୍ ଲାଇନ୍ କାଟି ଦିଆ ତାମାନେ କିଏ କୋଉଠି ଦେଖିଥିଲେ ଆମେ ଯେ ବାଡ଼ ପୋତା ହେଇଛି ନା ଏଇଟା ଇକ୍ୱେଟର ଏଇ ବାଟ ପାସ୍ କଲା ବା ଟ୍ରପିକ୍ ଅଫ୍ କ୍ୟାନ୍ସର ଏଇପଟେ ଗୁଜରାଟ ପାଟରେ ପାସ୍ କଲା ଏମିତି କିଛି ନାହିଁ ଏଠି ଜଷ୍ଟ ଇମାଜିନାରୀ ଗୋଟେ କରାହେଇଛି ଆମକୁ ଗୋଟେ ପ୍ରପର ୱେରେ ବୁଝିବା ପାଇଁ କିମ୍ବା वेदर फेनोमेना जो होची से अनुसार हमें एनालिसिस करछु अच्छा ए जगह एठी हिच माने या हबो ज्योग्राफी तो प्रैक्टिकल साइंस इमेजिन करा ओके सर तो से कथा कहला एपटर रहला तमरो बियरिंग इन द सेंस बियरिंग स्ट्रेट ला एपटर तो रहला तमरो पैसिफिक ओशन ले वेस्ट पट रहला एटा वेस्ट नवा कारण हमें पैसिफिक ओशन टा सीधार देखु माने हमें एपटा वेस्ट नवा ए एपटा तमरो ईस्ट ही पारे बहुत जगह रे से कथा कहले बे कोपटा ईस्ट वेस्ट डिपेंड कर तमे कोड छेड़ा आइछ तो एपटा रहला कोन वेस्ट जापान फापान रहला तमरो एपटे इंडिया आउट के गले आगु रहइबो साउथ ईस्ट एशियन कंट्री ऑस्ट्रेलिया तमरो ईस्ट पटे कोन रहला कनाडा रशिया मेक्सिको बाकी एपट साउथ अमेरिका में एपट इक्वाडोर पेरू बोलिविया चिले अर्जेंटीना एसु नेक्स्ट आर्टिक ओशन मैप रे तमे भलसे जानि परिबो ग्लोब रे सेत में जणा पड़छ आर्टिक ओशन ग्रीनलैंड पाखा पाखी आइसलैंड पाखा पाखी एटा जो पानी अछि पानी गुडा सब सबुज रेड गुडा देखा छोड़ा पानी एरिया पानी अछि आर्टिक कनेक्शन कोठी बेरिंग सी कनेक्शन वर्ल्ड ओशन सब आड़ी कनेक्शन जा तरफ कोई परा कोन तो एई जगह रे बहुत ठंडा रीजन पड़े बरफ पड़े पानी बरफ हो जाए 100% कहीं बरफ पे रहने मध्य मु कहितली जो सालिनिटी जोगुरु लुण पानीटा बरफ करिया को बेसी दिएन बट स्टिल बहुत सारा एक्चुअली प्रॉब्लम हेले तो से बरफ हो बट नॉर्मल जो सल्टी वाटर टा अलग जगह से डिस्प्लेस कर दो एकदम साउदर्न ओशन अंटार्कटिका अछि पाखा पाखी ताको साउदर्न ओशन ये गला तमरा बाकी आम पढ़ा कंटिनेंट देखीद पढ़ा कौन या पढ़ा बेले डिटेल्स इनडेप्थ टी पढ़ा क्वेश्चन पकाउच ज्ञान दर कंटिनेंट पढ़ा कंटिनेंट किए कहीपर बाबू कहल देखिए पढ़ी जोग्राफी बही आर द 7 कंटिनेंट इन द वर्ल्ड कंटिनेंट Asia, Africa, Australia. ये अछि एशिया Asia, Africa, अफ्रीका Australia, Europe, North यूरोप America, South America,
अंटार्कटिका आर्टिक कुआडे गला आर्टिक कुआडे गला एनीवन एल्स ठीक अछि मैडम आपन नाटा कोन पंडा मैडम लोपामुद्रा मिश्र अच्छा मिश्रा मैडम हाँ हाँ ठीक है आपण वरी हुंदु ठीक अछि आपण आंसर सर आर्टिकटा ओशन रे लैंड बाउंड्री हाँ के कहला ए कथाटा सर विश्व सिंह पंडा पंडा ठीक कहिछन मैडम हला सेठ बहुत कम अच्छी लैंड तेणु ताके आमे काउंट करू नाहु हला तो मैं सही कन्फ्यूज करने पचारे आप लोपामुद्रा मिश्रा मैडम ठीक कही है चतुर्थ श्रेणी पढ़ा बर्तमान पढ़ा भितर डिफरेन्स दरकार बर्तमान सब कथा लॉजिकली पढ़ा आम है एक्चुअली कौन है कथा कौट भितरिया कथा कौट रही है चले नहीं हम से कथा तो जगह लोकेशन आम देखीद यूरेशिया कौन क्या कहुए यूरेशिया सर एशिया और यूरोप रो जो रोची मझिरे जो सेटा हमर जो प्लेट टेक्टोनिक से प्लेट ऊपर जो रोची हाँ हाँ कौटी ना कौटी है ठीक आंसर अच्छी यूरोप देख कंटिनेंट क्या फास्ट कहवा कहीदे कथा क्लीयर हो फास्ट कंटिनेंट क्या कहवा कह हाँ देश जो क्या कौचे आम मन इच्छा कौन कहवा ना कौन कथा रही ना कौन जिनस कौन महादेश क्या कौचे बहुत सारा देश है हाँ सिंपल सिंपल कथा किसी देश को लेकिन गोटे महादेश कहुच्छी बट ताकू जेनेराली पानी द्वारा सेपारेट वाटर द्वारा सेपारेट नॉर्मल गोटे जगार जो जो देश अच्छा मिसे देकी आम कंटिनेंट महादेश आउ 100% आर डेफिनेशन किसी ना आम एकदम आइसोलेशन करें हाँ एमती कंडीशन रहिले महादेश कह किसी आइसोलेशन ना बट नॉर्मल कंडीशन कौन ना जनरली प्लेट कथा को नहीं पारिबा कि बड़ प्लेट रे अच्छी गोटे इट्स ओके चारिपटू जनरल पानी रही जाइए सेटा गोटे आइसोलेशन होगी रही सेटा गोटे देश मिसिक रही यूनिक कल्चर अच्छी तुम बाकी जिन अच्छी तो ये प्रकार गोटे ये प्रकार हेल्ले आम जनरली गोटे जगह को 8-10टा 15टा 20टा 50टा देश को मिसिक महादेश को जोटे कंटिनेंट बट इन केस ऑफ आम जो देखा ना एशिया आउ यूरोप एशिया यूरोप ककासस माउंटेन अच्छी पढ़ा फिजिकाल तो ये माउंटेन अच्छी ककासस माउंटेन आपको डिवाइड कर भाई साहब रशिया और यूरोप भितर डिफरेन्स कर कथा आप देखिपे आराम से आपड़ जी इंडिया रू बाहर चली चलिकी चली बाहर चली बाहर एपटे फ्रांस फ्रांस पर्तुगीज सबुआड़े आयरलैंड फायरलैंड स्वीडेन फेडेन फिनलैंड रशिया सबुआड़े बुल चाइना ही पलि दरकार ना वीजा दरकार मुझे कथा कहूनी बट मनकर वीजा पासपोर्ट किसी ना आम 10,000 वर्ष तलू पलि जा जो कि वीजा पासपोर्ट नाला आराम से गोटे छता फता जूता फता पिंधिकी चली चली पड़े तेणु ये किसी पानी ना पानी ना तो आम आपको 2टा कंटिनेंट केमती करदे से कथा हूँ यूरेशिया कहुच्छी यूरोप एशिया मिसेकी एटा कह हाँ डेवलपमेंट कथा को कह कल्चर कथा को कह लैंग्वेज कथा को कह आमर रेस कथा को कह ये सब तमाम कथा को नहीं कौटी ना रशिया यूरोप को आम डिवाइड कर कथा आम मिसे कहूँ यहाँ को यूरेशिया बोली कहीदे कारण या भितर किसी पानी सेपारेट करनी चली 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 जाए आराम से आम चाहिए अमेरिका जावाई एठू जापर चली फ्लाइट जा पड़ो चलिक जी पड़े जिते बाट अच्छे सब आम चली चली पड़े बाड़ी चली ये तुम कह एपटे जापर बट एपट नेहरू लैंड लगी तथा ये आम सुएज कैनाल अच्छी वगैरह वगैरह अच्छी बट तथा पानी डिवाइड बट एशिया यूरोप भितर पानी डिवाइड नहीं आराम से बिंदास मल फल पड़ो अलग कथा चल चली जी कथा तो एशिया तो जान तुम वेस्ट पटे ये आरबियान पेनिनसुला ये पूरा ये भर एशिया माइनर रूल यहाँ कह ऑटोमन एम्पायर आगुरी तुम इतिहास ये सब जगह टर्की जगह बाकी ये ककासस माउंटेन अच्छी ये जगार जगह पाखापाखि ये जगह को एक्चुअली रशिया यूरोप और एशिया यूरोप को डिवाइड कराए तुम जो रशिया बिल्कुल बिल्कुल
ନା Middle mountain? ନା ନା କାକାସସ୍ ଗୋଟେ ଅଛି, ଉରାଲ୍ସ ଅଛି ଗୋଟେ ମାଉଣ୍ଟ ଅଛି। ଉରାଲ୍ସ ଆକ୍ଚୁଆଲି ଏଇ ଜାଗାରେ ଅଛି, କାକାସସ୍ ବି ତଳକୁ ଟିକେ ଅଛି ହେଲା। ଏଗୁଡ଼ା ଆକ୍ଚୁଆଲି ଆଜ୍ଞା। ଡିଭାଇଡ କରିଛି ଆପଣଙ୍କର ଏସିଆ ଆଉ ୟୁରୋପ ଭିତରେ। ଠିକ କଥା ମନେ ପକେଇଛ ହେଲା। ଓକେ ଚलो। ତ କଥା ଉଠୁଛି ଆମେ ରଷିଆକୁ ଯଦି ଦେଖିବା ନା, ରଷିଆଟା ବହୁତ ବଡ଼ଟା। ଯଦି ରଷିଆକୁ ଦେଖିବା ବଡ଼ଟା, ତ ରଷିଆର ଯୋଉ ମୁଖ୍ୟ ତମର ମସ୍କୋ କଥା କହୁଛି, କ୍ୟାପିଟାଲ କଥା କହୁଛି, ଏଟା ୟୁରୋପ ପଟରେ ଅଛି। ଏଇ ବେଳେବେଳେ ପିଲା କନଫ୍ୟୁଜ ହୁଅନ୍ତି, କହିଲି ରଷିଆ ୟୁରୋପରେ ନା ରଷିଆ ଏସିଆ, ଆଉ ଦିଟା ଅଛି ସିଧା କଥା। ରଷିଆର ଯୋଉ ପାର୍ଟ ଅଛି ଗଲେ ତମର ୟୁରୋପ ହେଇଗଲା, ରଷିଆର ଏପଟ ପାର୍ଟ ଗୁଡ଼ା ଏସିଆର ଗୁଡ଼ା। ज़्यादातर ଆକ୍ଚୁଆଲି ରଷିଆର କଲଚର, କାରଣ ଦେଖ ରଷିଆର ଏଇପଟଟା ଟିକେ ହାର୍ସ କଣ୍ଡିସନ। ହିଟଲର ଯୁଦ୍ଧ କରିଥିଲା, ଏପଟେ ସେ ଅସୁବିଧା ହେଇଯାଇଥିଲା ନା, ଏପଟକୁ ପଶି ପାରୁନଥିଲା, ହିଟଲର ଏଇଠି ଧମା ଖାଇ ଦେଇଥିଲା। ମାନେ ହାର୍ସ କଣ୍ଡିସନ, ଥଣ୍ଡା ଇଏ ସିଏ। ज़्यादातर ରଷିଆର ପପୁଲେସନ ଯୋଉ ନା ଏଇପଟେ କନସେନ୍ଟ୍ରେଟେଡ୍ ଅଛନ୍ତି। ତେଣୁ ଆମେ ଯଦି ରଷିଆର କଲଚର, ରଷିଆର ବାକି ସବୁ ଜିନିଷକୁ ଦେଖିବା, କୋଉଠି ନା କୋଉଠି ତମକୁ ୟୁରୋପ ଆଡ଼ିକି ଟିକେ ଅଧିକା ଢଳିବାକୁ ପଡ଼ିବ। ବଟ୍ ଯଦି ଆମେ ଜାଗା ମାତ୍ରା ଦେଖିବା, ଜାଗାର ମାତ୍ରା ଦେଖିବା କେତେ ଅଧିକା ଜାଗା କୋଉ ପଟେ, ଦେନ୍ ଏସିଆ ପଟକୁ ଜାଗା ଅଧିକା ଅଛି, ବଟ୍ ଇକୋନୋମି, ବାକି ଫୋକସ୍, କଲଚର, ଲାଙ୍ଗୁଏଜ, ଏଥନିସିଟି, ଏସବୁ ଜିନିଷ ଆମର ୟୁରୋପ ପଟକୁ ଟିକେ ଅଧିକା ଢଳିବ। ସେ ଅନୁସାରେ ଆନାଲିସିସ୍ କରିବା ଦରକାର। ତ ଏଟା ରହିଗଲା ତମର ଏସିଆ। ଏସିଆର ମେଜର ଦେଶ ସବୁ ଇଣ୍ଡିଆ, ନେପାଳ, म्यांमार, ଭିଏତନାମ, ତାଇୱାନ, ଫିଲିପାଇନ୍ସ, ସାଉଥ କୋରିଆ, ନର୍ଥ କୋରିଆ, ମଙ୍ଗୋଲିଆ, ଚାଇନା, କିର୍ଗିସ୍ତାନ, ତାଜିକିସ୍ତାନ, ଆଫଗାନିସ୍ତାନ, ପାକିସ୍ତାନ, ଉଜବେକିସ୍ତାନ, କାଜାକିସ୍ତାନ, ଆଜରବାଇଜାନ, ଟର୍କି, ସିରିଆ, ଇରାକ, କୁୱେତ, ସାଉଦି ଆରବ, ୟେମେନ, ଓମାନ, ରଷିଆ। କହିଲେ ଦିଟା ଜାଗାରେ ଆସିଲା କ'ଣ ତମର ଏସିଆର ଦେଶ। ଜାପାନ ଏସିଆର, ଜାପାନ ଇଜ ଦ ପାର୍ଟ ଅଫ ଏସିଆ। ପ୍ରାୟ ଟାଇମରେ ଏଇ ଜିନିଷ ଡେଭଲପମେଣ୍ଟ ଟାଇମରେ ନା, ଯେତେବେଳେ କୁହାଯାଏ କ'ଣ ବହୁତ ଦେଶ ଅଧିକା ଡେଭଲପମେଣ୍ଟ ହେଇ, ଏସିଆ ଭିତରେ କହିପାରିବା କ'ଣ ରଷିଆ ହେଇଗଲା, ସ୍ପେଶିଆଲି ଜାପାନ ହେଇଗଲା। ଜାପାନ ଗୋଟେ ଡେଭଲପଡ ଦେଶରେ ଯାଉଛି। ଏସିଆ ଭିତରେ ନା ବହୁତ ଦେଶ ଡେଭଲପ ନୁହେଁ, ଇନ୍ ଦ ସେନ୍ସ ଫାଷ୍ଟ ଡେଭଲପ ହେଇନଥିବ। ଆକ୍ଚୁଆଲି ଜାପାନ ସେଇ ଜିନିଷଟାକୁ ପ୍ରୁଭ୍ କରିକି ତା ଇଏରେ ଗଲା। ଭାଇ ସାହେବ ଜାପାନରେ ଜାଗା କମେ, ଜାପାନ ଜାପାନ ହେଲା, ये ଜାପାନ ଯୋଉ ନା ବହୁତ କମ ଜାଗାରେ ରହିକି ଏମାନେ ଖତରନାକ। ଜାପାନିଜ ଲୋକ ଦେଖିବ ଟେକ୍ନୋଲୋଜି କଥା କୁହ, ଯୋଉ ସୋନି, ସାମସଙ୍ଗ ଏସବୁ ହେଲା, ଟିଭି ଫିଭି ଗୁଡ଼ା କିମ୍ବା ଅଲଗା ଅଲଗା କାର୍ କେତେଟା ମଧ୍ୟ ଜାପାନିଜ କାର୍ ଆସୁଛି, ମାନେ ଟେକ୍ନୋଲୋଜି ବହୁତ ଷ୍ଟ୍ରଙ୍ଗ। ପ୍ଲସ୍ ଏମାନେ ଯେହେତୁ ଜାଗା କମ୍, ତ ଘର ଭିତରେ ବି ଏମାନେ ପନିପରିବା ଚାଷବାସ କରିଦେଉଛନ୍ତି ସବୁ ଟେକ୍ନିକ ପ୍ଲାନିଂ କରି ହେଲା। ଘର ଭିତରେ ବି ଆମେ କ'ଣ ସବଜିଟେ କିଣିବା ପାଇଁ ନା ବନେଇବା ପାଇଁ ଭାବୁଛୁ, ବଡ଼ ଗୋଟେ ମୋର ଫାର୍ମ ହାଉସ୍ ହୁଅନ୍ତା, ମୁଁ ଗୋଟେ ଲଗାନ୍ତି କ'ଣ ବାଇଗଣ, ଆଳୁ ବା ଶାଗ, ଜହ୍ନି ଯାହା ବି ଇଚ୍ଛା ହବ ଖାଇବି ସେଇଠି। ବଟ୍ ସେ ସେଇ ଜିନିଷକୁ ଘର ଭିତରେ ଥାକ କରିକି ପ୍ଲାନିଂ କରିକି ସେ ଲଗେଇଦେବେ, ହଉଛି ବି ସେଠି। ସେକେଣ୍ଡ ଜିନିଷ, ଆମର ଯୋଉ ଲାଇଫ ଷ୍ଟାଇଲ କଥା କୁହା, ଜାପାନିଜ ଲୋକ ବଞ୍ଚନ୍ତି ଅଧିକା ଦିନ, 100 ବର୍ଷର ଆରାମସେ ଲୋକ ବିନ୍ଦାସରେ ମାର୍କେଟିଂ ଯାଉଥିବ, ସପିଂ କରୁଥିବ, ସାଇକେଲ ଚଲାଉଥିବ। ବଟ୍ ଏଇଠି ଭାରତରେ 60 ବର୍ଷ ହେଲା ମାନେ ଭାଇ ଆମର ଖେଳ ସରିଗଲା, ଅଧା କାମ ଧରି ବସିଯାଉଛି ଏଠି। ସେ ଟେକ୍ନିକ୍ ସେ ବାହାର କରିଛନ୍ତି କେମିତି ଭାବରେ କ'ଣ ଖାଇବା ଷ୍ଟାଇଲ ମେଣ୍ଟେନ କରିବେ, କିମ୍ବା ତାଙ୍କର ମାନେ ଲାଇଫ ଷ୍ଟାଇଲକୁ କେମିତି ରଖିବେ, ଯାହାଫଳରେ କି 100 ପର୍ଯ୍ୟନ୍ତ ପ୍ରାୟ ବଞ୍ଚିଯାଉଛି, 105 କେମିତି ବଞ୍ଚିଯାଉଛି ପ୍ରାୟ ଲୋକ। ଇଣ୍ଡିଆରେ 60-70 ହେଲା ବେଳକୁ ଅବସ୍ଥା ଖରାପ, 60 ତ ହେଲା ବେଳକୁ ନା ପେନସନ ପାଇଗଲେ ମାନେ ବାସ୍ ଚଲାଇ ନିଅ। ଇଏ ଜାପାନ ବହୁତ ଆଡଭାନ୍ସ କଥା କୁହା। ଦେନ୍ ତମର ୟୁରୋପ, ୟୁରୋପ ଏଜ୍ ଏ ଡେଭଲପ୍ଡ କଣ୍ଟ୍ରି, ଡେଭଲପ୍ଡ କଣ୍ଟିନେଣ୍ଟ କଥା କୁହାହେଉଛି। ज़्यादातर ତମର ୱେଷ୍ଟର୍ଣ୍ଣ ୟୁରୋପ ଅଧିକା ଡେଭଲପ ଦେନ୍ ଇଷ୍ଟର୍ଣ୍ଣ ୟୁରୋପ ଅପେକ୍ଷା। ଜିନିଷ ତମକୁ ୱାର୍ଲଡ ହିଷ୍ଟ୍ରିରେ ମଧ୍ୟ ପଢ଼ା ହବ। ବାକି ଅସୁବିଧା ଏପଟେ କ'ଣ, ଓସେନ କରେଣ୍ଟ ସହିତ ମଧ୍ୟ କମ୍ପେୟାର କରିପାରିବ। ସେଦିନ କହିଥିଲି ଓସେନ କରେଣ୍ଟ କଥା। କ'ଣ ଆସିଲା ତାହେଲେ କୋଉ କୋଉ କଣ୍ଟ୍ରି ଏଠି ୟୁରୋପରେ ଆସିଲା? ଆଇସଲ୍ୟାଣ୍ଡ, ଆଇଲ୍ୟାଣ୍ଡ, IACLAND, ଆଇସଲ୍ୟାଣ୍ଡ ମାନେ ଆମର ଦ୍ୱୀପ ବା ଆର୍କିପେଲାଗୋ ମାନେ ଦ୍ୱୀପପୁଞ୍ଜ। ଆଇସଲ୍ୟାଣ୍ଡ ଗୋଟେ ଦେଶ, ICELAND, ଆଇସଲ୍ୟାଣ୍ଡ। ISELAND, ଆଇସଲ୍ୟାଣ୍ଡ ମାନେ ଦ୍ୱୀପ। ଆଇସଲ୍ୟାଣ୍ଡ ଏଟା ଦେଶ। ଆଜ୍ଞା ଫିଙ୍ଗନ୍ତୁ।
ऑप्शनल सेटा पढ़ा टेक ऑप्शनल से पढ़ा ऑप्शनल काहे नहीं जोग्राफी ऑप्शनल पा इथरे जाउचे हम जाउनी कहीं अरे बाबू सुन एइथरे सर इंक्लूड होची बिल्कुल सर हाँ हाँ मु स्टार्टिंग से कथा कही जोग्राफी रे जो ए जिनस पढ़ा होची एटा तमर एक्चुअली प्रीलिम्स मेंस दीटा पई पढ़ा होची मेंस पई प्रीलिम्स सरला परे आ जो एक्स्ट्रा केतरा जिनस होची ताको मु कवर करबी ऑलरेडी तो स्टार्टिंग रे कहिची मु पाठ तो या पाठ कोन एक्स्ट्रा पढ़ेबी हला मैं जते पढ़ौछु सब जिनस पढ़ौछु केतरा एक्स्ट्रा चैप्टर अछि 4 5 टा खने सेटा की तमर प्रीलिम्स में आवश्यकता नै बट तथापि इनडायरेक्ट क्वेश्चन पकोउ जलगा कथा बट एटा तले सरा जीवो ताकू जो 2 चारटा एक्स्ट्रा चैप्टर अछि ताको मु कवर करबी कथा ऑलरेडी कहिची चलो ये जिनस एनजे बिल्कुल সেটা ଆପଣ କଣ କହିଲେ ସାର୍ ଆଇଲ୍ୟାଣ୍ଡ ଟା ଦ୍ୱୀପ ଆଇସଲ୍ୟାଣ୍ଡ ଟା ହେଲା ଦ୍ୱୀପପୁଞ୍ଜ ନା 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 ଆଇସଲ୍ୟାଣ୍ଡ ଏଇଟା ଗୋଟେ ଦେଶର ନା ଆଇଲ୍ୟାଣ୍ଡ ଆଇଲ୍ୟାଣ୍ଡ ଆମେ ଯେଟା କହୁଛୁ ISELND ଆଇସଲ୍ୟାଣ୍ଡ ମାନେ ହଁ ସେଟା ଏସ୍ ଟା ସାଇଲେଣ୍ଟ ରହିବ ସେଇଟା ସାର୍ କଣ କହୁଛନ୍ତି ସାର୍ ସେଇଟା ଦ୍ୱୀପ ଦ୍ୱୀପ ଆଚ୍ଛା ଆଇସଲ୍ୟାଣ୍ଡ ଟା ଗୋଟେ ଦେଶ ଆଚ୍ଛା ଓକେ ସାର୍ ଆଉ ଯୋଉ ଆର୍କିପେଲାଗୁ ସେଟା ଦ୍ୱୀପପୁଞ୍ଜ ଆର୍କିପେଲାଗୁ ମାନେ ବହୁତ ସାରା ଦ୍ୱୀପ ରହିଲେ ସେଟା ଦ୍ୱୀପପୁଞ୍ଜ କୁହାଯାଏ ତାକୁ ଇଂଲିଶରେ କୁହାଯାଏ ଆର୍କିପେଲାଗୁ ଗଲା ନା ଗଲାନି ବାଉନ୍ସ ହେଇଗଲା ଆଜ୍ଞା ସାର୍ ବୁଝିଲା ଆର୍ଚିପେଲାଗୋ ମାନେ ଯୋଉ ସାରା ଦ୍ୱୀପପୁଞ୍ଜ ସମୂହକୁ ଆର୍ଚିପେଲାଗୋ କୁହାଯାଏ। ओके तो ये ठीक रहा हमर कौन ये स्कैंडिनेवियन कंट्री ये खतरनाक स्कैंडिनेवियन माने जदि तमर जो ह्यूमन डेवलपमेंट इंडेक्स बाहर छि इकोनॉमिक्स नाम पढ़ेबा एचडीआई हला एचडीआई या फिर एचडीआर बाय यूएनडीपी यूनाइटेड नेशन डेवलपमेंट प्रोग्राम या द्वारा कौन बाहर करा होछि ह्यूमन डेवलपमेंट इंडेक्स रे तमरो ये सब जिंस आगे रहंदी बा सिप्री जो बाहर करछि तमरो केमिति भाबरे पीस अछि कि नहीं देश माने केमिति तमरो आर्म एमुनेशन किणुछि कि नहीं कि इन द सेंस बंधुक केते केते के किणुछि को देश केते शांति रे अछि सब बेले ए जो स्कैंडिनेवियन कंट्रीज तमर स्वीडन हे गेला डेनमार्क हे गेला फिनलैंड हे गेला आइसलैंड हे गेला दीज कंट्रीज आर कॉल्ड द स्कैंडिनेवियन कंट्री कारण भाषा लैंग्वेज गोटे प्रकार मिसे तो से ताको स्कैंडिनेवियन कंट्री कहउछि दे आर द वेरी पीसफुल कंट्री बहुत शांति कंट्री एगुडा ठीक अछि और जो बड़ बड़ प्राइज दिया होछि नोबेल पीस प्राइज कथा कुआ होछि जिनसे मध्ये एठी दिया होछि ओस्लो बाकी एपटे दिया होछि स्वीडन ले तो ए जिनसे एक्चुअली ए जिनसे दिया होछि दीज आर द यूरोपियन कंट्री बाकी तो एठी आयरलैंड रहिला ठीक अछि एठी डेनमार्क रहिला लाटविया बेलारस पोलैंड आउ मध्ये छोट छोट कंट्री अछि ओटा बड़ कले बाहरी ସାର୍ हां ସାର୍ छोटिया मोटिया कंट्री ता बड़ हेल बाहरी हां नेदरलैंड बेल्जियम जर्मनी फ्रांस स्पेन पोर्तुगाल ला इटाली ସାର୍ ଟିକେ आज्ञा हाँ को ଯୋଉ ଏ ଯୋଉ କଣ୍ଟ୍ରି ଗୁଡାକ ଆପଣ କହୁଛନ୍ତି ସ୍କାଣ୍ଡିନାଭିଆନ ନା ଗୋଟେ କଣ କହିଲେ स्कैंडिनेवियन ସ୍କାଣ୍ଡିନାଭିଆନ ଏଇ ସବୁ ଟୋଟାଲ କଣ୍ଟ୍ରି କୁ କମ୍ବିନେସନ କୁ ସ୍କାଣ୍ଡିନାଭିଆନ କଣ୍ଟ୍ରି कହୁଛନ୍ତି हाँ 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 टोटाल न एठी जो कहली आइसलैंड नॉर्वे स्वीडन फिनलैंड डेनमार्क ए आखिरी ग्रुप टाको कहउछि स्कैंडिनेवियन कंट्री ए माने पीसफुल कंट्री टा हला आंकर एक्चुअली ह्यूमन इंडेक्स सब बेले प्राय टॉप रे थाए देखो ହଁ ସାର୍ ହଁ ସାର୍ ହଁ शांति शांति देश गुड़ा एगुड़ा ଓକେ ସାର୍ तलକୁ ଯିବି ଏ ସବୁ ଅଛି ହେଲା ୟୁକ୍ରେନ ଆଉ ରଷିଆ ଭିତରେ ଯୁଦ୍ଧ ଯୋଉ ଚାଲିଛି ତ ଅଫ କୋର୍ସ ୟାକୁ ନେଇକି ତ ମେନ୍ସ ରେ क्वेश्चन ଆସିବ ଜାଣିଛ ଯେ ମେନ୍ସ ଲେଖିବ ତାକୁ ପ୍ରିପେୟାର କରିବ ହେଲା ଆଉ ଏଠି ଅଛି ୟୁକ୍ରେନ ବ୍ଲାକ୍ ସି ଏଠି କଥା କୁହାହଉଛି କ୍ରିମିଆ ହେଲା ୟୁକ୍ରେନ କ୍ରିମିଆ ଇଏ ହତେ ନେଇଛି ରଷିଆ ସେଇଥିପାଇଁ G8 କୁ G7 ହେଇଯାଇଛି ପଢିବା କରେଣ୍ଟ रोमानिया बल्गेरिया सर्बिया ग्रीस और जो अलेक्जेंडर आसते मेसेडोनिया मेसेडोनिया से कौन केमती आसले यू मेसेडोनिया गोटे राज्य भाया ग्रीस रही फास्ट मेसेडोनिया जन्म होते आम अलेक्जेंडर द ग्रेट सिकंदर तो फास्ट राज्य को फास्ट कंट्रोल कले से पूरा ग्रीस टा कंट्रोल कले चल एपटे एपटे आसिक बैटल ऑफ हाइडस्पास तो से इंडिया पाखे आसी पहुँचीगल बट देह खराब है सैनिक मैंने कहले ना भाई साहब आम बहुत दिन आसिलु छुआ स्त्री घरे छाड़ी आसो आम जापरूनी आम फेरिलु से अलेक्जेंडर फेरी पड़े बाटर गला बेबिलोना मरीगले ईरान ले जगह अच्छे ना ना से इंडिया भितर पूरा पशि खतरनाक काम करते ग्रीस कथा कह अल्बेनिया बाकी तुम साइप्रस फाइप्रस छोटा मोटा हाँ ये अच्छे ग्रुप तुम आस
हालांकि टर्की तुम एशिया माइनर एशिया एशिया यूरोप रे किसी अच्छी टर्की पार्टा इटाली जानी भल जगह बाकी ऑस्ट्रिया चेक स्लोवाकिया हंगेरी जर्मनी लग्जमबर्ग बेल्जियम नेदरलैंड फ्रांस स्पेन पर्तुगाल एम सब भारत तुम वर्ल्ड हिस्ट्री पढ़ना आम जो इंडियन मॉडर्न हिस्ट्री पढ़ो ना सब देश गुड़ा देखिए जे सब आसिक भारत शासन करके किए पर्तुगाल कथा कहुच्छी स्पेनिश कथा कहुच्छी फ्रांस कथा कहुच्छी आयरलैंड कथा कहुच्छी यूके तो भाई साहब काम कर नेदरलैंड कथा कहुच्छी डच ये समस्ते आसछन माने कॉलोनाइजेशन कथा ये गला तुम यूरोप यूरोप एम सीधी आम कहीपर यूरेशिया एशिया एशिया मैप काट यूरोप एशिया ताकू मारिदेव यूरेशिया कोठी गूगल यूरेशिया फिजिकल मैप या फिर पॉलिटिकल मैप ताकू रफ रे करके देखिबो कारण पिला असुविधा हुअन्ति मेन्स बेले जो लेखुଛନ୍ତି ଏବେ ସେମାନେ କେତେ ହଇରାଣ ହେଉଛନ୍ତି ତମେ ବୁଝିପାରିବନି ସେ ହାତ ଚାଲୁନି मैप ଗଲା ବେଳେ ଭୁଲି ଯାଉଛି ଗୁଜରାଟ ପାଖରେ ଏପଟ ରହିଯାଉ ତ ନର୍ଥ ଇଷ୍ଟ ରେ ଏପଟ ହେଇଯାଉ ପ୍ରାକ୍ଟିସ ନାହିଁ ପ୍ରାକ୍ଟିସ କଲେ ବହୁତ ଇଜି ଜିନିଷ मैप କାଟ ଫାଷ୍ଟ ଗୋଟେ ପକେଇକି କିଛି ଗୋଟେ कार्बन काट ପ୍ରାକ୍ଟିସ କର तो आगे इंडिया मैप काटिबो तापरे ओडिशा मैप काटिबो तापरे एशिया मैप काटिबो जानिया ପାଇଁ गूगल मारी काट दबो एशिया मैप रे यूरेशिया मैप काटिबो आफ्रिका मैप काटिबो कस्टमर अमेरिका मैप काटिबो नॉर्थ अमेरिका साउथ अमेरिका अलग कर दो दरकार पड़े कस्टमर ये ऑस्ट्रेलिया मैप काटिबो तापरे वर्ल्ड मैप काटिबो ग्रुप तो परीक्षा खातर करी हबनी बोले बुलेई परिबन तमे मैप काटिबो प्रैक्टिस करे तो मैप हिसाब प्रैक्टिस कर देखिया पाई अंडरस्टैंडिंग पाई ग्लोब देखिबो परीक्षा खाता पाई मैप करिवो कांसेप्ट दरकार ग्लोब रू काटिया पाई काना खाता तुमको तो ग्लोब देबे ना परीक्षा रे खाता दे प्रैक्टिस कले काट पान काट परियो को नदी अछि कोठी कोठी पॉवर्टी लाइन अछि कोठी माइंस अछि ला कोठी हमर डेजर्ट अछि कोठी लेक अछि सब भाव गोटे मास भीतर कर दे सेटा हबन हईराण हो गोटे गोटे परीक्षा को दीटा परीक्षा बेंच रे दिन लिखा पड़ो मझे गोटे गोटे छुट्टी था अलग कथा दिन छुट्टी तापर दिन पुणी दीटा पेपर मैंने 3 दिन भितर 4टा पेपर परीक्षा पिला तो एकदम 3 घंटा लिख गोटे दिन 6 घंटा लिखिक आसला बेलू जहाँ तो दर्ज हो जापर दिन और 2टा पेपर पढ़ाई समय न प्रैक्टिस करा प्रैक्टिस करने देखी खाली प्रैक्टिस ऑलरेडी मुझे ड्र कर सब क्वेश्चन आंसर को ठीक कर ड्र करने सेंस मैप हिसाब से कि जो ग्राफ हिसाब से तुम पाइग्राम जो चार्ट हिसाब से ये विषय कर बेनिफिट तुम बेनिफिट है कौन खाताटा तुम कौन लिखा तुम पड़ो फास्ट कथा लिखा पड़ो सेकेंड कथा परीक्षा जे देखुची खाता ताकू इजी हम खाता देखा गुड़ाए दिन टार्गेट थी एतिटा खाता देखी तुम पाराग्राफ कर सब लिख देखिपर समय ना एत लोग ग्राफ कर लिखिदे कौन टेबुल चार्ट पाइग्राम ये सब नजर पड़ बस न देखिले आपे आपे खाता पड़े तुमको लिखा कम पड़ा तुम हाथ कथा कम हम हैंड राइटिंग भी खराब थे चली जाव से बुझे केत बेनिफिट मैप कर प्राक्ट ना भाविकी करें परीक्षा मन रखी था जो जिन घर से जिन प्राक्ट अलरेडी कर सारी 5 थर से भाव ना यहाँ था मुझे देखा यहाँ करें ग्राफ कौन हो प्राक्ट करने समय बिल्कुल मुंड काम करें जहाँ लिखी जहाँ पढ़ी थी ही लिख जिते टैलेंटेड वाला ही था प्रैक्टिस कर ये गला मैप से मैप जो प्रेस है सी माने जो पेन नहीं थे सी प्लान पेन चित्र करिवे पेंसिल पेन बॉल पेन ले करे ऊपर ठीक है बॉल पेन है जो कि असुविधा नहीं पेंसिल नहीं पारे पेंसिल नहीं पारे पेंसिल भी कर पारे कि असुविधा पेंसिल नहीं पारे
ତ ଏଇଟା ରହିଲା ତମର ପର୍ସିଆନ ଗଲ୍ଫ ଗଲା, ଗଲ୍ଫ ଅଫ ଆଦେନ ଗଲା, ଆରବିଆନ ସି ଗଲା, ଠିକ ଅଛି। ଏଠି ଯଦି ଆମେ ଦେଖିବା ଆଫ୍ରିକା କଥା କୁହ, ଆଫ୍ରିକାଟା ଆକ୍ଚୁଆଲି ବହୁତ ସାରା ଛୋଟ ମୋଟ ଦେଶ ଥାଏ ହେଲା। ତ ୟା ଭିତରେ ମଧ୍ୟ କନସେପ୍ଟ ଆସେ କ'ଣ, ଲ୍ୟାଣ୍ଡ ଲକ୍ କଣ୍ଟ୍ରିଜ। ଭିତରେ ଗୋଟେ କନସେପ୍ଟ ଆସେ ଲ୍ୟାଣ୍ଡ ଲକ୍ କଣ୍ଟ୍ରିଜ। ଏ ଗଲ୍ଫ ପେନିନସୁଲା ଏଗୁଡ଼ା ସବୁ କ'ଣ ପଢ଼େଇବି ଟିକେ ଆଗକୁ, ଆକ୍ଚୁଆଲି ଦେଖେଇ ଦେବି ତୁମକୁ ଥିଓରି ମୁଁ ପଢ଼େଇଲା ବେଳେ ଏକ୍ସପ୍ଲେନ୍ କରିବି, और जबरदस्त अंडरस्टैंडिंग ହେଇଯିବ। ଲ୍ୟାଣ୍ଡ ଲକ୍ କଣ୍ଟ୍ରିଜ ମାନେ ज़्यादातर ଆମେ ସମୁଦ୍ର ପାଖକୁ ଏକ୍ସେସ୍ ହେଇପାରୁନି। ଫର ଏକ୍ଜାମ୍ପଲ ଏଇଟା ସୋମାଲିଆ କହୁଛି, ପାଇରେସି ଫାଇରେସି ଭାଇ ଶୁଣି, ଏଇ ଜାଗାରେ ସମୁଦ୍ର ଲାଗିଛି, ହେଲା କଥା। ତ ଏଇଟାକୁ ଆମେ ଲ୍ୟାଣ୍ଡ ଲକ୍ କଣ୍ଟ୍ରି କହିବା ନାହିଁ। ଫର ଏକ୍ଜାମ୍ପଲ ଆମେ ଏଇଠି ଚଡ଼ ନେବା, ଚଡ଼ ଗୋଟେ ଦେଶ କୋଉଠି ଆଫ୍ରିକାରେ, ସେ ଚଡ଼ରୁ ଆମେ ଯଦି ଗୋଟେ ସିପ୍ ଆଣିକି ଯିବା, ଆମେ କହିବା ନାହିଁ ସିପ୍ରେ ଯିବୁ ଚଡ଼ ପାଖାପାଖି ପହଞ୍ଚ, ଚଡ଼ରେ ଆମେ ପହଞ୍ଚି ପାରିବୁ ନାହିଁ, କାରଣ ଏଠି ଚାରିପଟରୁ ଏପଟେ ଗଲେ ନାଇଜର, ଏପଟେ ଲିବିଆ, ସୁଡାନ ହେଲା, ତମର ସେଣ୍ଟ୍ରାଲ ଆଫ୍ରିକାନ ରିପବ୍ଲିକ, ଏପଟେ ଗିନି ରହିଲା, ଏପଟେ ନାଇଜେରିଆ ରହିଲା, ନାଇଜର ରହିଲା, ଏସବୁ ଦେଶ ଗୋଟେ ଚାରିପଟ। ତେଣୁ ତମେ ଯଦି ସିପ୍ ନେଇକି ଯିବ, ଏଥିରେ ଏଇଠି ଓହ୍ଲେଇବ, ୟା ଫିର ଏଇଠି ଓହ୍ଲେଇବ, ୟା ଫିର ଏଇଠି ଓହ୍ଲେଇବ, ହେଲା ପରେ ବସରେ କିମ୍ବା ଟ୍ରକରେ ଯିବ ସେଇଟାକୁ କୁହାଯାଏ ଲ୍ୟାଣ୍ଡ ଲକ୍ କଣ୍ଟ୍ରି। ଯୋଉ ପରୀକ୍ଷାରେ ଏଇଥର ଓପିଏସରେ ପକେଇଥିଲା ହାଉସ ଅପସନ ଦେଇଥିଲା, ତା ଭିତରୁ ଆନ୍ସର ହେଇଥାନ୍ତା ଲାଉସ। ଲାଉସ ଅଲରେଡି ଦେଖେଇଥିଲୁ, ଲାଉସଟା ଏତେ ବଡ଼ ଇଏ ଦେଶଟା ଇନ୍ ଦ ସେନ୍ସ ତଳିଆ ହେଇକି ରହିଛି, ତମେ ଭାବିବ ଯେ ନା ଏଇ ପାଣି ଅଛି, ଲାଉସ ହୋଇଯାଇଛି କ'ଣ, ହଁ ଏଇଟା ଲ୍ୟାଣ୍ଡ ଲକ୍। ଭିଏତନାମ, ଆମେରିକା ହାରିକି ଯାଇଥିଲା ଏଠୁ, ଭିଏତନାମ ରାଜଧାନୀ କ'ଣ ହାନୋଇ। ଏଇ ଚାରିପଟ ଜାଗା ଗୁଡ଼ା କାହାର, କାମ୍ବୋଡିଆ, ଥାଇଲାଣ୍ଡ, म्यांमार, ଚାଇନା, ଠିକ ଅଛି। ମଝିରେ ଲାଉସଟା ରହିଛି, ଲ୍ୟାଣ୍ଡ ଲକ୍ କଣ୍ଟ୍ରି ଏଇଥର ସେଇଟା ପକାଏ ଲ୍ୟାଣ୍ଡ ଲକ୍ କଣ୍ଟ୍ରି। हालांकि କିଛି ଡିଫିକଲ୍ଟ ନୁହେଁ, ଜଣା ପଡ଼ିଯାଏ, ବଟ୍ ଆମେରିକା କଥା, ସାଉଥ ଆମେରିକା କଥା କୁହାହେଉଛି, ୟା ଫିର ନହେଲେ ଏଥର ସାଉଥ ଆମେରିକା ତମର ପକେଇ ପାରେ ଲ୍ୟାଣ୍ଡ ଲକ୍, ବି ପକେଇ ପାରେ। ଆଫ୍ରିକାର ଗୁଡ଼ାଏ ଦେଶ ଅଛନ୍ତି ନା, କନଫ୍ୟୁଜ କ'ଣ, ମନେ ରଖିବାକୁ ଟିକେ ପଡ଼ିବ, ଆଫ୍ରିକାର ଗୁଡ଼ାଏ ଦେଶ ମନେ ରଖିବ। ତଥାପି ଆମେ ଯେତେବେଳେ ଫିଜିକାଲ ନେକ୍ସଟ କ୍ଲାସରେ କରିବା, ତାକୁ ଦେଖିବା କି ହଁ କୋଉ କୋଉ ମେଜର ଜିନିଷ, ଲେକ୍ ଅଛି, ଭିକ୍ଟୋରିଆ ଲେକ୍ କଥା, କିଲିମାଞ୍ଜାରୋ ମାଉଣ୍ଟେନ କଥା, ସାହାରା ଡେଜର୍ଟ କଥା କୁହାହେଉଛି, ତମାମ କଥା କୋଉଠି ନା ଏ ଦେଶ ଦେଖିଦେବା, ଖାଲି କାମ କରେ ଦେଶ ଗୁଡ଼ା ଉପରେ ହେଇକି ଉପରେ ଯାଇକି ଦେଖିବ, ତାଙ୍କ ରାଜ୍ୟର ରାଜଧାନୀ କ'ଣ ଟିକେ ମନେ ରଖିବା ପାଇଁ ଚେଷ୍ଟା କରିବ। ସେକେଣ୍ଡ କଥା, ବୋର୍ଡର, କୋଉ ଦେଶ ବୋର୍ଡର ସହିତ ସେ ଦେଶ ଲାଗିଛି, ତାମାନେ ମନେକର ଏଇଟା ହେଲା, ମୁଁ କହିବି କୋଉଟା, ଆଲଜେରିଆ କଥା କହିବି, ଆଲଜେରିଆ କାହା ସହିତ ଲାଗିଛି, ମରକ୍କୋ, ୱେଷ୍ଟର୍ଣ୍ଣ ସାହାରା, ମରିସସ୍, ମାଲି, ନାଇଜର, ଲିବିଆ, ଟୁନିସିଆ, ଏପଟେ ସବୁ ଲାଗି, ଏପଟେ ତମର କ'ଣ ଲାଗିଛି ନା ଯୋଉ ମେଡିଟେରିଆନ ସି, ଏଇଭଳିଆ ଦେଖିବ। ପ୍ଲସ୍ ସେ ପାଖରେ କିଛି ତମର ମାଉଣ୍ଟେନ ଅଛି କି, ବା ଲେକ୍ ଅଛି କି, ବା ରିଭର ପାସ୍ କରୁଛି, ଏଇ ଜିନିଷ ଗୁଡ଼ା ସବୁ ମ୍ୟାପରେ ବୁଲେଇକି ଦେଖ। ଏହା ଖାଲି ଜିଓଗ୍ରାଫି ପାଇଁ ନୁହଁ, ସବୁ ସବଜେକ୍ଟ ପାଇଁ ଜିଓଗ୍ରାଫିର ନଲେଜଟା ଇମ୍ପୋର୍ଟାଣ୍ଟ। ସବୁ ତମ କରେଣ୍ଟ ଆଫେୟାର ଲେଖୁନ, ଫିକ୍ସ ଲେଖୁନ, ଆମର ଇଏ ଅପସନାଲ ପେପର ଲେଖୁନ, ଯାହା ଲେଖୁଛ ଲେଖ, ଜିଓଗ୍ରାଫିର ନଲେଜ କିମ୍ବା ଜିଓଗ୍ରାଫିର ଗ୍ରାଫ ସବୁଆଡ଼େ ଦରକାର, ବୁଝିଲେ। ତ ଦେଶ ଗୁଡ଼ା ଅଛି ଦେଖିପାରୁଥିବ, ଏଇଠୁ ପାଖରୁ ଷ୍ଟାର୍ଟ, ଏଇଠି ଅଛି ତମର ଗୋଟେ ଷ୍ଟ୍ରେଟ୍ ଅଫ୍ ଜିବ୍ରାଲ୍ଟର, ଷ୍ଟ୍ରେଟ୍ କ'ଣ, ଇସ୍ଥମସ୍ କ'ଣ ପଢ଼େଇବା, ଷ୍ଟ୍ରେଟ୍ ଅଫ୍ ଜିବ୍ରାଲ୍ଟର ଅଛି, ମରକ୍କୋ ଅଛି, ମରକ୍କୋ ଇଜ ଦ କଣ୍ଟ୍ରି ଇନ୍ ଦ ଆଫ୍ରିକା, tunisia, ଆଲଜେରିଆ, ୱେଷ୍ଟର୍ଣ୍ଣ ସାହାରା, ମରିସସ୍, ମାଲି, ନାଇଜର, ଲିବିଆ, ଇଜିପ୍ଟ, ସୁଏଜ କାନାଲ ଅଛି, ଚଡ଼, ନାଇଜର, ନାଇଜେରିଆ, ଘାନା, ମାଳି, ଗିନି, ଦୁଇ ତିନିଟା ପ୍ରକାର ଗିନି ଅଛି, ତାକୁ ଟିକେ ଦେଖିବାକୁ ପଡ଼ିବ। ଗିନି ଭାରତରେ କ'ଣ, ପଣ୍ଡିଚେରୀ ଯେଉଁ ଦୁଇ ତିନି ଜାଗାରେ ଅଛି, ସେଠି ଗିନି, ଗାବନ, ଡେମୋକ୍ରେଟିକ ରିପବ୍ଲିକ କଙ୍ଗୋ, ଅଙ୍ଗୋଲା, ଜାମ୍ବିଆ, ନାମ୍ବିଆ, ଜିମ୍ବାୱେ, ବୋତ୍ସୁଆନା। ବୋତ୍ସୁଆନାରେ ହାତୀ ଫାତୀ ଦେଖାଯାଆନ୍ତି, ନ୍ୟୁଜରେ ଥିଲା 2 ବର୍ଷ 3 ବର୍ଷ। ସାଉଥ ଆଫ୍ରିକା କ୍ରିକେଟ ଖେଳନ୍ତି, ମାଡାଗାସ୍କର,
मोजाम्बिक चैनल कथा पढ़ी करेंट मोजाम्बिक माडागास्कर तांजानिया केनिया केनिया भी सोमालिया पाइरेसी फाइरेसी हुए एटा हॉर्न ऑफ अफ्रीका कह जाए तो हॉर्न ऑफ अफ्रीका भलिया बाहरनी हॉर्न ऑफ अफ्रीका ऑल दिस देन ଆସିଲା ତମର କଣ ସାର୍ ଆଜ୍ଞା ଏଇଟା ତାହେଲେ ଏମିତି ଦେଖିବାକୁ ପଡିବ କି ସାର୍ ମାନେ ପ୍ରଥମେ ୱାର୍ଲ୍ଡ ମ୍ୟାପ ଦେଖିବାକୁ ପଡିବ ୱାର୍ଲ୍ଡ ମ୍ୟାପ ରୁ ପୁଣି ସ୍ପେସିଫିକ କଣ୍ଟ୍ରିର ମ୍ୟାପ ଦେଖିକି ଯାଇ ସେଇ ମ୍ୟାପରେ ଦେଖିବାକୁ ପଡିବ ନାଇଁ ଦେଖ ମନେକର ତମେ ସରି ସ୍ପେସିଫିକ ହଁ ମାନେ ଠିକ କଥା କହିଛ ଦେଖ ଫାଷ୍ଟ ଏମିତି କରିବ ଯେ ୱାର୍ଲ୍ଡ ମ୍ୟାପରେ ଯୋଉ ବଡ କନସେପ୍ଟ କଣ କହିଲି ମୁଁ ବଡ କନସେପ୍ଟ ଓସେନ ଆଉ କଣ୍ଟିନେଣ୍ଟ ବଡ ପାର୍ଟ ଗୁଡା ଦେଖିଦେଲ କି ହଁ ଏଇଠି ଏଇଠି ଓସେନ ଅଛି ଓସେନର ଉପରେ କୋଉ ଦେଶ ରହିଲା କିମ୍ବା କୋଉ ଅଲଗା ଓସେନ ସହିତ ଟଚ୍ କରି ତଳେ କଣ ଅଛି କଣ ଜିନିଷ ଟଚ୍ କରି ହେଲା ଗୋଟେ ବାମ ପଟୁ କଣ ଅଛି ଡାହାଣ ପଟୁ କଣ ଅଛି ଦେଖିବ ମନେ ରଖିବାକୁ ପଡେ ଦେଖିଲେ ବାରମ୍ବାର ସେଟା ମନେ ରହିଯାଏ ଦେଖିବ ମ୍ୟାପଟାକୁ ବାରମ୍ବାର ଦେଖିବ ତାପରେ ସେখানে କଣ୍ଟିନେଣ୍ଟ ଦେଖିବ କଣ୍ଟିନେଣ୍ଟର ଉପରେ ପାର୍ଟରେ କଣ ଅଛି ମାନେ ନର୍ଥରେ ସାଉଥରେ କଣ ଅଛି ଇଷ୍ଟରେ କଣ ଅଛି ୱେଷ୍ଟରେ କଣ ଅଛି କୋଉ ବଡ ବଡ ନଦୀ ପାସ୍ କରି କୋଉ ରିଭର ଅଛି ଏସବୁ ଜିନିଷ କିମ୍ବା କୋଉ କୋଉ ଓସେନଟା ଦିପଟକୁ ଲାଗିଛି ଏସବୁ ଜିନିଷ ଦେଖିବ ତାପରେ ଇଣ୍ଡିଆ ପାର୍ଟକୁ କାରଣ ଆମେ ଇଣ୍ଡିଆ ଲୋକ ନା ଇଣ୍ଡିଆରେ ଓପିଏସି ହେଇଯାଉ କିମ୍ବା ୟୁପିଏସି ହେଇଯାଉ ଅଲଗା ଦେଶ ଅପେକ୍ଷା ଇଣ୍ଡିଆ କଥାଟା ପଚାରେ ଇଣ୍ଡିଆ ଭିତରେ ଅଲଗା ଅଲଗା ଷ୍ଟେଟ୍ ସବୁ ଲୋକେସନ କଣ ଅଛି କାହାର ବାଉଣ୍ଡ୍ରି କଣ ଅଛି ଇଣ୍ଡିଆରେ ରିଭର କଣ କଣ ପାସ୍ କରିଛି ତ ଓଡ଼ିଶା ଯେହେତୁ ଓପିଏସି ପରୀକ୍ଷା ଦେଉଛି ରିଲେଟେଡ୍ ଓଡ଼ିଶାରେ କୋଉ କୋଉ ଡିଷ୍ଟ୍ରିକ୍ଟ ଓଡ଼ିଶାର ବୋର୍ଡର ଆଉ କାହା କାହା ଓଡ଼ିଶାରେ କୋଉ କୋଉ ମେଜର ରିଭର ଅଛି ଲେକ୍ ଅଛି ଜାଗା କଣ ତାପରେ କଣ୍ଟିନେଣ୍ଟ ୱାଇଜ କଣ୍ଟ୍ରିରେ କାମ ଚଳୁଛି ଆଉ କଣ୍ଟ୍ରି ଭିତରେ ଷ୍ଟେଟ୍ କିଛି ଆବଶ୍ୟକତା ଇଣ୍ଡିଆ ଲୋକ ଇଣ୍ଡିଆରେ ପରୀକ୍ଷା ଦେଉଛି ଏକଦମ ଡିପ୍ରେ କ୍ୱେଶ୍ଚନ ପକାଏ ନାହିଁ ଯେମିତି ଯଦି ଏକ୍ସେସ୍ ନ୍ୟୁଜ୍ରେ କୌଣସି କଥା ଅଛି ଫର ଏକ୍ଜାମ୍ପଲ ରଷିଆ ୟୁକ୍ରେନ କଥା କୁହ ତ ସେଇ ଜାଗାରେ ଆମେ କିଛିଟା ଡିପଲି ୟୁକ୍ରେନ ବିଷୟରେ ଆନାଲିସିସ୍ କରିବା ନାହିଁ ଏଠି ରଷିଆ ମାଡ଼ କରୁଛି ବୋମା ଇଏ କରୁଛି ମେନ୍ସ ପାଇଁ କ୍ରିମିଆ ଫିମିଆ କଥା ହେଲେ ଜେନେରାଲ କରେଣ୍ଟ ଆଫେୟାର ସେମିତି ତମର ପାଲେଷ୍ଟାଇନ କଥା ହେଲା କିମ୍ବା ଇସ୍ରାଏଲ କଥା ଟିକେ ଡିପଲି ଆନାଲିସିସ୍ କର ବାକି ଆଉ କୌଣସି ଡିପ୍ ଆନାଲିସିସ୍ ଆବଶ୍ୟକ ଯେ ପର୍ଯ୍ୟନ୍ତ ଯଦି ତାଙ୍କର କିଛି ସ୍ପେସିଫିକ ନ୍ୟୁଜ୍ରେ ନାହିଁ ଅଦରୱାଇଜ ନହେଲେ ଏନଭାୟରମେଣ୍ଟ ପଏଣ୍ଟ ଅଫ ଭ୍ୟୁରେ ଯୋଉଠି ଯୋଉଠି ଏନଭାୟରମେଣ୍ଟ ପଏଣ୍ଟ ଅଫ ଭ୍ୟୁ କଣ ଅଛି ଜଙ୍ଗଲ ଅଛି ଯେମିତି ଆମାଜନ ରେନ୍ ଫରେଷ୍ଟ ନଷ୍ଟ ହେଇଯାଉଛି କହିବାକୁ ପଡ଼ିବ ଏକ୍ସାମ୍ପଲ ତମର ମାନେ ଗ୍ରେଟ୍ ବ୍ୟାରିୟର ରିଫ୍ କଥା କୁହାଯାଉଛି କୋରାଲ ରିଫ୍ ଅଷ୍ଟ୍ରେଲିଆ ପଢ଼ିବାକୁ ପଡ଼ିବ ବଡ଼ ବଡ଼ ଲେକ୍ କଥା କୁହାଯାଉଛି ଗ୍ରେଟ୍ ଲେକ୍ ଆମେରିକା କିମ୍ବା ଭିକ୍ଟୋରିଆ ଲେକ୍ ଆଫ୍ରିକା ହେଲା ତମର ପୁରା ଆମର ଏଠି ଡିପେଷ୍ଟ ଲେକ୍ଟା ଅଛି ଆମର ରଷିଆରେ ତା କଥା ଆନାଲିସିସ୍ କରିବାକୁ ପଡ଼ିବ ଆମର ଡେଜର୍ଟ କୋଉଠି ଅଛି ହେଲା ଡେଜର୍ଟ କୋଉ କୋଉ ଲାଟିଚ୍ୟୁଡ୍ ଜାଗାରେ ଅଛି କୋଉଠି ଡେଜର୍ଟ ଅଛି ତାର ଏନଭାୟରମେଣ୍ଟାଲ ଇମ୍ପାକ୍ଟ କଣ ସେଟା ଟିକେ ଆନାଲିସିସ୍ କରିବାକୁ ପଡ଼ିବ ତ ଏତିକି କାମ ବନିଗଲେ କୋଉଠି ନା କୋଉଠି ମ୍ୟାପ୍ ରିଲେଟେଡ୍ କଥା ତମର ଗୋଟେ ପକଡ ପଳେଇ ଆସିବ ମୁଁ ତାକୁ କ୍ଲାସରେ ବଡ଼ ଚାପ୍ଟରଟା ଅଛି ତମର ଯାହାଦ୍ୱାରା ତମେ ବହୁତ ସାଇଡ୍ ୱାଇଜ୍ ନଲେଜ କୋଉଠି ନା କୋଉଠି ତମର ସାଉଥ ଆଫ୍ରିକା ଗଲା ସାଉଥ ଆମେରିକା ଅଳ୍ପ ଦେଶ ଅଛି ପକେଇ ପାରେ ଏଠି କମ୍ ଦେଶ ଆକ୍ଚୁଆଲି ଅଛି ଲ୍ୟାଣ୍ଡ ଲ କଣ୍ଟ୍ରି ଅଛି ଏଇଟା ତମର ପାରାଗୁଏ এটা ଦେଶ କେବଳ ଲ୍ୟାଣ୍ଡ ଲ କଣ୍ଟ୍ରି ବାକି କଣ ଇନଲ୍ୟାଣ୍ଡ କଣ୍ଟ୍ରି ତାପରେ ପାରାଗୁଏ ଲ୍ୟାଣ୍ଡ ଲ ବାକି ସବୁ ତମର ସୁରିନାମା ବ୍ରାଜିଲ ଆର୍ଜେଣ୍ଟିନା ଚିଲେ ପେରୁ ଇକ୍ୱାଡର ଦେଶ କଲମ୍ବିଆ ଭେନିଜୁଏଲା ଭେନିଜୁଏଲା ଇମ୍ପୋର୍ଟାଣ୍ଟ ଅଛି ତେଲ ଫେଲ ନେଇକି ଆମେରିକାକୁ ସବୁ ନେଇକି ଭେନିଜୁଏଲା ଏଇଟା ତମର ସେଣ୍ଟ୍ରାଲ ଆମେରିକାନ କଣ୍ଟ୍ରି ତାପରେ ଅଛି ପାନାମା କେନାଲ କଥା କୁହାହଉଛି ପଡ଼ିବ କଥା କୁହାହଉଛି ମେକ୍ସିକୋ କୁହାହଉଛି ଗଲ୍ଫ କଥା ତ ନର୍ଥ ଆମେରିକା ଜାଣିଛ ବଡ଼ ବଡ଼ ତିନିଟା ଦେଶ ଖାଲି ଅଛି କଣ କାନାଡା ୟୁନାଇଟେଡ୍ ଷ୍ଟେଟ୍ ମେକ୍ସିକୋ
ଲେକ୍ ଅଛି ଯୋଉଟା ଗ୍ରେଟ୍ ଲେକ୍ ହଉଛି ଆମେ ଚିକାଗୋ ସହର ମିଟ୍ ଇଣ୍ଡଷ୍ଟ୍ରି, ଗାଡ଼ି ଇଣ୍ଡଷ୍ଟ୍ରି, ଜେନେରାଲ ମୋଟର, ଜିଏମ୍ ମୋଟର, ଫର୍ଡ ମୋଟର ଏସବୁ ଦେଶ ଗୋଟେ କଣ୍ଟିନେଣ୍ଟ ଏହାକୁ ମଧ୍ୟ ପଡ଼ିଲା ଇଏ ତମର ସାଉଥ ଇଷ୍ଟ ଏସିଆନ ମାଲେସିଆ, ଗିନି, ପପୁଆ ନ୍ୟୁ ଗିନି, ଅଷ୍ଟ୍ରେଲିଆ କଥା କୁହାଯାଉଛି, ଇଏ ନ୍ୟୁଜିଲାଣ୍ଡ ତଳେ ଅଛି। କ୍ରିକେଟର ଏଥର ଫାଇନାଲ ଖେଳିଥିଲେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ 2000 କ୍ରିକେଟ ଟିମ୍ ଡିଟେଲ୍ସ ପଢ଼ିବା ଏଠି ଗ୍ରେଟ୍ ବ୍ୟାରିୟର ରିଫ୍ ଅଛି ଏଇଟା ଆଇସଲ୍ୟାଣ୍ଡ ବାସ୍ ଏତିକି ପଢ଼ିକି ଖାଲି ଆସିଥିବ ନଜର ଲଗେଇକି 4-5 ତାକୁ ଦେଇକି ମ୍ୟାପ୍ କର କରୁଛ ପଠେଇବ ମୋତେ ଦେଖିବା ମ୍ୟାପ୍ କେମିତି କାଟୁଛ ହାତ କେମିତି ଚାଲୁଛି ଅସୁବିଧା ନାହିଁ ଗାର ଯୋଉଠି ଯିବ ଯାଉ ପରୀକ୍ଷା ବେଳକୁ ସେ ଗାର ଠିକ୍ ଡାଉଟ୍ ଅଛି